ଏଷ୍ଟର ପୁସ୍ତକ ଏକ ପର୍ବ ଦେଖିବା। ଏକ ପଦରୁ ଆମେ ବାକ୍ୟ ପଢିବା। ଅକ୍ଷେଶ୍ୱର ସିନ୍ଧୁସ୍ଥାନ ଠାରୁ କୁଶ ଦେଶ ପର୍ଯ୍ୟନ୍ତ 127 ପ୍ରଦେଶ ଉପରେ ରାଜ୍ୟ କଲା। ଏହି ଅକ୍ଷେଶ୍ୱର ରାଜା ସୁସନ ରାଜଧାନୀରେ ଆପଣା ରାଜ ସିଂହାସନରେ ଉପବିଷ୍ଟ କଲା ଉତ୍ତାରେ ଆପଣା ଅଧିକାରର ତୃତୀୟ ବର୍ଷରେ ଆପଣା ସକଳ ଅଧିପତି ଓ ଦାସମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲା। ତହିଁରେ ଫାରସୀୟ ମାଦିଆ ଦେଶର ବିକ୍ରମୀ ଲୋକମାନେ ପୁଣି କୁଳୀନ ଓ ପ୍ରଦେଶାଧିପତିମାନେ ତାହାର ସାକ୍ଷାତରେ ଉପସ୍ଥିତ ହେଲେ। ସେ ଆପଣା ପ୍ରତାପାନ୍ୱିତ ରାଜ୍ୟର ଧନ ଓ ଆପଣା ମହତ୍ତର ସଭାର ଉତ୍କୃଷ୍ଟତା ଅନେକ ଦିନ ଅର୍ଥାତ୍ 180 ଦିନ ପର୍ଯ୍ୟନ୍ତ ଦର୍ଶନ କଲେ। ତହୁଁ ଏସବୁ ଦିନ ଗତ ହୁଅନ୍ତେ ରାଜା ସୁସନ ରାଜଧାନୀରେ ଉପସ୍ଥିତ ବଡ଼ ଓ ସାନ ସମସ୍ତ ଲୋକଙ୍କ ପାଇଁ ରାଜପୁରୀସ୍ଥ ଉଦ୍ୟାନର ପ୍ରାଙ୍ଗଣରେ 7 ଦିନ ପର୍ଯ୍ୟନ୍ତ ଭୋଜ କଲା। ସେଠାରେ କାର୍ପସ ନିର୍ମିତ ଶୁକ୍ଳ ହରିତ ଓ ନୀଳ ବସ୍ତ୍ରର ଚନ୍ଦ୍ରାତପ ଥିଲା। ତାହା ଶୁକ୍ଳ ଓ ଧୂମ୍ରବର୍ଣ୍ଣ ରଜୁ ଦ୍ୱାରା ଅପମୟ କଳାରେ ମରମର ସ୍ତମ୍ଭରେ ବନ୍ଧା ଥିଲା। ପୁଣି ରକ୍ତ ଓ ଶୁକ୍ଳ ଓ ପୀତ ଓ କୃଷ୍ଣବର୍ଣ୍ଣ ମରମ ପ୍ରସ୍ତର ନିର୍ମିତ ଚଟାଣ ଉପରେ ସୁବର୍ଣ୍ଣ ଓ ରୂପମୟ ଆସନ ଥିଲା। ଆଉ ସେମାନେ ନାନା ପ୍ରକାର ସୁବର୍ଣ୍ଣ ପାତ୍ରରେ ପାନଦ୍ରବ୍ୟ ଓ ରାଜାର ବାଦାନ୍ୟ ଅନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। ତହିଁରେ ବିଧାନ ଅନୁସାରେ ପାନ କରାଗଲା। କେହି ବଳାତ୍କାର କରି ନ ପାରିଲା, କାରଣ ପ୍ରତ୍ୟେକ ଜଣକୁ ଆପଣା ଆପଣା ଇଚ୍ଛାନୁସାରେ କରିବାକୁ ଅନୁମତି ଦେବା ପାଇଁ ରାଜା ଆପଣାର ଗୃହାଧ୍ୟକ୍ଷ ସମସ୍ତଙ୍କୁ ଆଜ୍ଞା ଦେଇଥିଲେ। ମଧ୍ୟ ଗୋଷ୍ଠୀ ରାଣୀ ଅକ୍ଷେଶ୍ୱରର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲା। ସମସ୍ତ ଦିନ ରାଜା ଦ୍ରାକ୍ଷାରସରେ ତୁଷ୍ଟଚିତ୍ତ ହୋଇ ମହମନ, ବିସ୍ତା, ପ୍ରବଣା, ବିକ୍ଥା ଓ ଅବଗଥ, ସେଥର ଓ କରକସ, ଅକ୍ଷେଶ୍ୱର ରାଜାର ସମସ୍ତ ଏହି 7 ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦେଲା। ତୁମମାନେ ଲୋକମାନଙ୍କୁ ଓ ଅଧିପତିଗଣଙ୍କୁ ଗୋଷ୍ଠୀ ରାଣୀର ସୌନ୍ଦର୍ଯ୍ୟ ଦେଖିବା ପାଇଁ ତାହାର ରାଜମୁକୁଟରେ ଭୂଷିତ କରି ତାହାଙ୍କ ଛାମୁକୁ ଆଣ, ଯେ ଯେଣୁ ଯେ ପରମ ସୁନ୍ଦରୀ ଥିଲା। ମାତ୍ର ଗୋଷ୍ଠୀ ରାଣୀ ରାଜା ନପୁଂସକମାନଙ୍କ ଦ୍ୱାରା ରାଜାର କଥିତ ଆଜ୍ଞାରେ ଆସିବାକୁ ଅସମତା ହେଲା। ଏଣୁ ରାଜା ଅତିଶୟ କ୍ରୋଧ କଲେ ଓ ତାହାର ଅନ୍ତଃକରଣ କ୍ରୋଧାଗ୍ନି ପ୍ରଜ୍ୱଳିତ ହେଲା। ଅନନ୍ତର ରାଜା କାଳଜ୍ଞ ହିବ୍ନାବର୍ଗଙ୍କୁ ପଚାରିଲା, କାରଣ ବ୍ୟବସ୍ଥା ଓ ରାଜନୀତିଜ୍ଞ ମାନଙ୍କୁ ଏପରି ପଚାରିବାର ରାଜାର ରୀତି ଥିଲା। ଆଉ ଏହି ସମୟରେ କୋର୍ସନା, ସେଥର, ଅଦମାଥା, ତର୍ଷିଶ, ମେର୍ସନା ଓ ମମ୍ଫୁନ ରାଜାର ନିକଟବର୍ତ୍ତୀ ଥିଲେ। ଏହି 7 ଜଣ ଫାରସୀ ଓ ମାଦିଆ ଦେଶର ଥିଲେ। ଏହି 7 ଜଣ ଫାରସୀ ଓ ମାଦିଆ ଦେଶର ଅଧିପତି ରାଜାର ମୁଖ ଦର୍ଶନକାରୀ, ପୁଣି ରାଜ୍ୟର ଶ୍ରେଷ୍ଠ ସ୍ଥାନରେ ଉପବିଷ୍ଟ ଥିଲେ। ରାଜା ପଚାରିଲେ, ଗୋଷ୍ଠୀ ରାଣୀ ନପୁଂସକମାନଙ୍କ ଦ୍ୱାରା ପ୍ରେରିତ ଅକ୍ଷେଶ୍ୱର ରାଜାର ଆଜ୍ଞା ନ ମାନିବାର ବ୍ୟବସ୍ଥା ଅନୁସାରେ ଆମମାନେ ତାକୁ କ'ଣ କରିବା? ଏଥିରେ ମମଖନ ରାଜାର ଅଧିପତିଗଣର ସାକ୍ଷାତରେ ଉତ୍ତର ଦେଲା, ଗୋଷ୍ଠୀ ରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷେଶ୍ୱର ରାଜାର ଅଧୀନ ସମସ୍ତ ପ୍ରଦେଶର ଯାବତୀୟ ଅଧିପତି ଓ ଯାବତୀୟ ଲୋକଙ୍କ ପ୍ରତି ଅନୁଚିତ କର୍ମ କରିଅଛି। କାରଣ ରାଣୀର ଏହି କର୍ମର କଥା ସକଳ ସ୍ତ୍ରୀଲୋକଙ୍କ ମଧ୍ୟରେ ବ୍ୟାପିଯିବ। ଆଉ ଅକ୍ଷେଶ୍ୱର ରାଜା ଗୋଷ୍ଠୀ ରାଣୀର ଆପଣା ନିକଟକୁ ଆଣିବାକୁ ଆଜ୍ଞା ଦେଲେ, ମାତ୍ର ସେ ଆସିଲା ନାହିଁ। ଏହି ସମ୍ବାଦ ପାଇଲେ ସେମାନଙ୍କ ସାକ୍ଷାତରେ ସେମାନଙ୍କ ସ୍ୱାମୀମାନେ ତୁଚ୍ଛନୀୟ ହେବେ। ଆଉ ଫାରସୀ ଓ ମାଦିଆର ଯେଉଁ କୁଳୀନ ସ୍ତ୍ରୀଗଣ ରାଣୀର ଏହି କର୍ମ ସମାଚାର ଆଣି ଶୁଣିଅଛନ୍ତି, ସେମାନେ ରାଜାର ସମସ୍ତ ଅଧିପତିଙ୍କୁ ଏରୂପ କହିବେ। ତହିଁରୁ ଅତିଶୟ ନିନ୍ଦା ଓ କ୍ରୋଧ ଉତ୍ପନ୍ନ ହେବ। ଏ ନିମନ୍ତେ ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ବଷ୍ଟି ଅକ୍ଷେଶ୍ୱର ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ଶ୍ରୀ ସାମରେ ପ୍ରକାଶିତ ହେଉ। ପୁଣି ଏହା ଅନ୍ୟଥା ନ ହେବା ପାଇଁ
ଫାରସୀକୁ ଓ ମାଦୀୟ ବ୍ୟବସ୍ଥା ମତରେ ଲିଖିତ ହେଉ। ପୁଣି ମହାରାଜ ତାହାର ରାଣୀପଦ ତାହାଠାରୁ ଉତ୍ତମ ଏକ ସ୍ତ୍ରୀ କି ଦିଅନ୍ତୁ। ଆହୁରି ରାଜ୍ୟ ବୃହତ୍ ଓ ରାଜ୍ୟର ସବୁ ସ୍ଥାନରେ ଏହି ଆଜ୍ଞାର ପ୍ରକାଶିତ ହେଲେ ସ୍ୱାମୀ କ୍ଷୁଦ୍ର ହେଉ କି ମହାନ ହେଉ, ସମସ୍ତ ଭାର୍ଯ୍ୟାମାନେ ଆପଣା ଆପଣା ସ୍ୱାମୀମାନଙ୍କୁ ମର୍ଯ୍ୟାଦା କରିବେ। ଏହି କଥାରେ ରାଜା ଓ ଅଧିପତିଗଣ ସନ୍ତୁଷ୍ଟ ହୁଅନ୍ତେ। ରାଜା ମମଖଣ୍ଡ ପରାମର୍ଶ ଅନୁସାରେ କର୍ମ କଲା। ତହୁଁ ସେ ପ୍ରତ୍ୟେକ ପ୍ରଦେଶରେ ଅକ୍ଷର ଅନୁସାରେ ଓ ପ୍ରତ୍ୟେକ ଗୋଷ୍ଠୀର ଭାଷା ଅନୁସାରେ ରାଜାର ଅଧୀନ ପ୍ରତ୍ୟେକ ପ୍ରଦେଶକୁ ଏହିପରି ପତ୍ର ପଠାଗଲା। ପ୍ରତ୍ୟେକ ପୁରୁଷ ଆପଣା ଆପଣା ଗୃହରେ ପ୍ରସ୍ତୁତ କରୁ ଓ ସୁଗୋଷ୍ଠୀୟ ଭାଷା ଅନୁସାରେ ତାହାର ପ୍ରଚାର କରୁ। ହଉ, ମୁଁ 22 ପଦ ଯାଏ ବାକ୍ୟ ପଢିଲି। ସମସ୍ତଙ୍କୁ ନମସ୍କାର। ଆ ଏଷ୍ଟର ପୁସ୍ତକ ହଉଛି ବହୁତ ଇଣ୍ଟରେଷ୍ଟିଂ ପୁସ୍ତକ। ବାଇବଲରେ ବେଶୀ ମଜା ଲାଗେ। ଆଉ ଆ, ମୁଁ ଯେତେବେଳେ ବି ବାକ୍ୟ ପଢେ ମୋ ହୃଦୟରେ ବେଶୀ ବଳ ଆସେ ଆଉ ବେଶୀ ଖୁସି ଲାଗେ ମତେ। ଆଉ ଯେତେବେଳେ ଆମେ ଦେଖୁଛୁ ଆଉ ଏ ପୁସ୍ତକରେ ରାଜା ଅକ୍ଷେଶ୍ୱରସ୍ ବୋଲି ରାଜା ଅଛନ୍ତି, ଯିଏକି 127ଟା ଦେଶର 127ଟା ପ୍ରଦେଶ ଉପରେ ସେ ରାଜ୍ୟ କରୁଥିଲା। କୁଶ ଦେଶରୁ ହିନ୍ଦୁସ୍ତାନ ପର୍ଯ୍ୟନ୍ତ ସେ ରାଜ୍ୟ ପ୍ରଭୁତ୍ୱରେ କରୁଥିଲେ। ଆଉ ଇଏ ବହୁତ ବଡ଼ ମହାନ ରାଜା ଥିଲେ। ଆଉ ୟାକୁ ସେବା କରିବା ପାଇଁ, ୟାର ରକ୍ଷଣାବେକ୍ଷଣ କରିବା ପାଇଁ ଅନେକ ପ୍ରଜା ମାନେ ଥିଲେ, ଅନେକ ତାର ଦାସ ମାନେ ପ୍ରଭୁତ୍ୱରେ ଥିଲେ। ଆଉ ଦିନେ ଇଏ ପ୍ରଭୁତ୍ୱରେ ଆ ଆ, ଯଦି ଆମେ ଦେଖିବାକୁ କହିଲେ, ଦିନେ ଇଏ ବଷ୍ଟି ରାଣୀର ସୌନ୍ଦର୍ଯ୍ୟତାକୁ ଦେଖିବା ପାଇଁ ଆ ସୁସନ ରାଜଧାନୀରେ 7 ଦିନର ଭୋଜି ପ୍ରଭୁତ୍ୱରେ ଆୟୋଜନ କଲେ। ଆଉ ବସ୍ତି ରାଣୀ ପ୍ରଭୁତ୍ୱରେ ଡକା ହେଲା ନପୁଂସକ ମାନଙ୍କ ଦ୍ୱାରା। ତ ନପୁଂସକ ମାନେ 7 ଜଣ ନପୁଂସକ ମାନେ ତାକୁ ପ୍ରଭୁତ୍ୱରେ ଯାଇକି ଡାକିଲେ ଆଉ ତାକୁ ରେଡି କରିଥିଲେ। ତ 6 ପଦ ଲେଖା ହେଇଛି ସେଠାରେ। କାର୍ଫାସ ନିର୍ମିତ ଶୁକ୍ଳ ହରିତ ନୀଳ ବସ୍ତ୍ର ଚନ୍ଦ୍ରାତପ ଥିଲା। ତା ଶୁକ୍ଳ ଓ ଧୂମ୍ରବର୍ଣ୍ଣ ରଜ୍ଜୁ ଦ୍ୱାରା ରୂପମୟ ପଢାରେ ମରମର ସ୍ତମ୍ଭରେ ବନ୍ଧା ଥିଲା। ପୁଣି ରକ୍ତ ଓ ଶୁକ୍ଳ ଓ ପୀତ କୃଷ୍ଣବର୍ଣ୍ଣ ମରମର ପ୍ରସ୍ତର ନିର୍ମିତ ଚଟାଣ ଉପରେ ସୁବର୍ଣ୍ଣ ଓ ରକମ ଆସନ ଥିଲା। ଆଉ ସେମାନେ ତାହା ଆଉ ସେମାନେ ନାନା ପ୍ରକାର ସୁବର୍ଣ୍ଣ ପାତ୍ରରେ ପାନଦ୍ରବ୍ୟ ରାଜାର ବାଦ୍ୟାନୁ ଅନୁସାରେ ପ୍ରଚୁର ରାଜକୀୟ ଦ୍ରାକ୍ଷାରସ ଦେଲେ। ତହିଁରେ ବିଧାନ ଅନୁସାରେ ପାନ କରାଗଲା। କେହି ବଳାତ୍କାର କରି ନ ପାରିଲା, କାରଣ ପ୍ରତ୍ୟେକ ଜଣକୁ ଆପଣା ଆପଣା ଇଚ୍ଛା ଅନୁସାରେ କରିବାକୁ ଅନୁମତି ଦେବା ପାଇଁ ରାଜା ଆପଣାର ଗୃହଦକ୍ଷ ସମସ୍ତଙ୍କୁ ଆଜ୍ଞା ଦେଇଥିଲା। ମଧ୍ୟ ବଷ୍ଟି ରାଣୀ ଅକ୍ଷେଶ୍ୱରର ରାଜଗୃହରେ ସ୍ତ୍ରୀମାନଙ୍କ ପାଇଁ ଭୋଜ ପ୍ରସ୍ତୁତ କଲେ। ତ ଏଇ ଜାଗାରେ ଯଦି ଆମେ ଦେଖିବା କହିଲେ, ରାଜା ଏ ପ୍ରକାର ଭାବରେ ସମସ୍ତଙ୍କ ପ୍ରଭୁତ୍ୱରେ ଆଦେଶ ଦେଇଥିଲେ କି ତମେ ଠିକ ଅଛି, ତମେ ନିଜ ଇଚ୍ଛାରେ ତମେ ପାନ କରିପାରିବ ବୋଲି। ତ ପରେ 10 ପଦରେ ଦେଖିଲେ, ସପ୍ତମ ଦିନରେ 7 ଦିନ ବେଳକୁ ରାଜା ଦ୍ରାକ୍ଷାରସରେ ହୃଷ୍ଟଚିତ୍ତ ହେଲେ। ଆଉ ମହତ୍ ବିସ୍ତାର ହର୍ବଣ ଓ ବିକ୍ଥା ଅବଗତ ସେଥର ଓ ପରକସ ଅକ୍ଷେଶ୍ୱରସ ରାଜାର ସାମରେ ଏହି 7 ଜଣ ସେବାକାରୀ ନପୁଂସକଙ୍କୁ ଆଜ୍ଞା ଦିଆହେଲା। ଆଉ ତୁମମାନେ ଲୋକମାନଙ୍କୁ ଅଧିପତି ଗଣକୁ ବଷ୍ଟି ରାଣୀର ସୌନ୍ଦର୍ଯ୍ୟ ଦେଖାଇବା ପାଇଁ ତା ରାଜାଙ୍କ ସାମରେ ତାକୁ ଭୂଷିତ କର। ଆଉ ତାର ପରମ ସୁନ୍ଦର, ଯୋଉ ପରମ ସୁନ୍ଦର ଯୋଉଟା ଅଛି ସେଇଟା ଆମେ ତାର ଦେଖେଇବା। ଏ ପ୍ରକାର ଭାବରେ 7ଟା ରାଜା ନପୁଂସକ ମାନେ ପ୍ରକୃତିରେ ରାଜାଙ୍କର ଆଦେଶ ମାନିଲେ। ଆଉ ଗୋଷ୍ଠୀକୁ ପ୍ରକୃତିରେ ରେଡି କଲେ। ସବୁ ବିଷୟରେ ତାକୁ ରେଡି କରାହେଲା। ରାଜାଙ୍କ ପାଖକୁ ଯିବା ଚାଲେ କହିଲାକୁ ବଷ୍ଟି ରାଣୀ ପ୍ରକୃତିରେ ମନା କଲେ, ମୁଁ ଯିବି ନାହିଁ ବୋଲି। ସେ ରାଜଗୃହରେ ବସିକି ରହିଲା ଆଉ ସ୍ତ୍ରୀ ମାନଙ୍କ ପାଖରୁ ଭୋଜ ପ୍ରସ୍ତୁତ କଲା ଲେଖା ହେଇଛି। ତ ରାଜା ଯେତେବେଳେ ଏ ବିଷୟକୁ ଶୁଣିଲେ, ଯେ ନପୁଂସକ ମାନେ ଯେତେବେଳେ ଜଣେଇଲେ ଯେ ରାଣୀ ଆଉ ଆସିବା ପାଇଁ ଇଚ୍ଛା କରୁନାହିଁ, ସେ ରାଜପୁରୀରେ ସ୍ତ୍ରୀ ଲୋକମାନଙ୍କ ପାଇଁ ଗୋଟେ ଭୋଜ ତିଆରି କରିଛି, ମାନେ ସେ ଭୋଜି କରୁଛି।
ତ ରାଜା ଏଟାକୁ ଶୁଣିଲାକୁ ରାଜା ବହୁତ ରାଗିଗଲେ। ହୁଁ, ମୋ ବିନା ସେ କେମିତି ପ୍ରକୃତିରେ ଭୋଜି କରିବ? ମୁଁ ତାର ସ୍ୱାମୀ, ଯେତେ ଯାହା ହେଲେ ବି ମୁଁ ରାଜା। ମୁଁ ଆଦେଶ ଦେଉଛି ମାନେ ସେ ମୋ କଥା ଅନୁସାରେ ପ୍ରକୃତିରେ ବଞ୍ଚିବାର ଅଛି। ତ ରାଜା ବହୁତ ବିରକ୍ତ ହେଲେ ଲେଖା ହେଇଛି। ତ ଦିନେ ରାଜା ପଚାରିଲେ ବସ୍ତି ରାଣୀ ନପୁଂସକ ମାନଙ୍କ ଦ୍ୱାରା ପ୍ରେରିତ ହଉଥିବା ବିଷୟକୁ ନେଇକି। ତ ସେମାନେ ପ୍ରଭୃତିରେ ଜଣେଇଲେ। ଆଉ ଷୋଳପଦରେ ଏଥିରେ ମଙ୍କୁନ ରାଜାର ଅଧିପତି ଗଣର ସାକ୍ଷାତରେ ଉତ୍ତର ଦେଲା, ବସ୍ତି ରାଣୀ କେବଳ ମହାରାଜାଙ୍କ ପ୍ରତି ନୁହେଁ, ମାତ୍ର ଅକ୍ଷସରସ ରାଜାଙ୍କ ଅଧୀନ ସମସ୍ତ ପ୍ରଦେଶର ଯାବତୀୟ ଅଧିପତି ଓ ଯାବତୀୟ ଲୋକଙ୍କ ପ୍ରତି ଅନୁଚିତ କର୍ମ କରିଅଛି। ତ ଏ ଜାଗାରେ ଯେତେବେଳେ ମଙ୍କୁନ ରାଜାଙ୍କୁ ଉତ୍ତର ଦେଲେ, ସେ କହିଲେ ସେ ଆସିବା ପାଇଁ ଇଚ୍ଛା କରୁନାହିଁ, କିନ୍ତୁ ସେ ଯାହା କରିଅଛି ଏଇଟା ରାଜାଙ୍କ ବିରୋଧରେ ଖାଲି ନାହିଁ, କିନ୍ତୁ ସୁସନ ରାଜଧାନୀରେ ସମସ୍ତ ପ୍ରଦେଶର ଲୋକମାନେ ଯେଟା ଶୁଣିବେ, ଏଇଟା ଗୋଟେ ବହୁତ ବଡ଼ ଇସ୍ୟୁ ହବ। ଆଉ ଏ ପ୍ରକାର ଯଦି ରାଣୀ ଯଦି ରାଜାଙ୍କୁ ତୁଚ୍ଛ କରିକି ବଞ୍ଚିଲା, ତ ଆମ ତଳେ ଯେ ଆମେ ଆପଣଙ୍କ ତଳେ ଅଛୁ, ଆମ ସ୍ତ୍ରୀ ମାନେ ମଧ୍ୟ ଅଛନ୍ତି, ଯଦି ନିଶ୍ଚିନ୍ତ ଭାବରେ ସ୍ତ୍ରୀ ମାନଙ୍କ କାନରେ ଯଦି ଏଇଟା ପଡିବ, ଏଇଟା ବହୁତ ବଡ଼ ସମସ୍ୟା ହବ। ସେଥିପାଇଁ କିଛି ଗୋଟେ ବ୍ୟବସ୍ଥା କରାଯାଉ ଏ ବସ୍ତି ରାଣୀ ବଦଳରେ। ସେଥିପାଇଁ ବସ୍ତି ରାଣୀ ପ୍ରଭୃତିରେ କଢାଯାଉ ବୋଲି ପ୍ରଭୃତିରେ କୁହାହେଲା। ସେ ସମୟରେ ରାଜା ନାଇକି ସନ୍ତୁଷ୍ଟ ହେଲେ ଲେଖା ହେଇଛି। ସେ ଖୁସି ହେଲେ। ଆଉ ସେ ସମୟରେ ଆ, 18 ପଦର 19 ପଦର ତଳକୁ ଦେଖିଲେ, ଏ ନିମନ୍ତେ ଯେବେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ଗୋଷ୍ଠୀ ଅଫିସର ରାଜା ନିକଟକୁ ଆଉ ନ ଆସିବାକୁ ରାଜାଜ୍ଞା ସେହି ସମୟରେ ପ୍ରକାଶିତ ହେଉ। ପୁଣି ଏହା ଅନ୍ୟଥା ନହେବା ପାଇଁ ପାରସ୍ୟ ମାଦିଆ ବ୍ୟବସ୍ଥା ମଧ୍ୟରେ ଲିଖିତ ହେଉ। ପୁଣି ମହାରାଜ ତାହା ରାଣୀ ପଦରୁ ତାହାଠାରୁ ଉତ୍ତମ ଏକ ସ୍ତ୍ରୀକୁ ଦନ୍ତୁ। ତ ସେତେବେଳେ ରାଜା ଏ ପ୍ରକାର ଭାବରେ ଗୋଷ୍ଠୀକୁ ପ୍ରକୃତିରେ ଅଗ୍ରାହ୍ୟ କଲେ। ଇତିହାସ ପୁସ୍ତକରେ ତାହା ଲେଖା ହେଲା। ସବୁ ପ୍ରଦେଶରେ ସେଇଟା ଏକ ପ୍ରକୃତିରେ ପାମ୍ପଲେଟ ଦ୍ୱାରା ପ୍ରକୃତିରେ ଚିପକେଇ ଦିଆହେଲା କି ବଷ୍ଟିଆ ବର୍ତ୍ତମାନ ରାଣୀ ନାହିଁ। ସେ ରାଜାଙ୍କର କଥା ମାନିଲା ନାହିଁ, ତାକୁ ରାଣୀ ବୋଲି ସମ୍ମାନ ନ ମିଳୁ ବୋଲି ସବୁ ପ୍ରଦେଶରେ ଯାଇକି ଚିପକେଇ ଦିଆହେଲା। ତ ରାଣୀ ଯେତେବେଳେ ଶୁଣିଥିବ, ରାଣୀର ହୃଦୟରେ କୋଉ ପ୍ରକାର ହୃଦୟ ଆସିଥିବ, ଆରେ ମୁଁ ଗୋଟେ କଥା ଶୁଣିଲି ନାହିଁ, ଆଉ ଗୋଟେ କଥା ମୁଁ ମାନିଲି ନାହିଁ, କେଡ଼େ ବଡ଼ ଭୁଲ ହେଇଗଲା ଏଟା ନା। ତ ମୁଁ ଯଦି ଯାଇଥାନ୍ତି ଆଜି ରାଜାଙ୍କର କଥା ଶୁଣିକି, ନିଶ୍ଚିତ ଭାବରେ ମୁଁ ସମସ୍ତ ପ୍ରଦେଶର ଲୋକମାନଙ୍କ ସାମନାରେ ମୁଁ ଗୋଟେ ସୁନ୍ଦର ରାଣୀ ଭାବରେ ପ୍ରକାଶ ହେଇଥାନ୍ତି। କିନ୍ତୁ ଆଜି ମୁଁ ରାଜାଙ୍କର କଥା ଶୁଣିଲି ନାହିଁ ବୋଲି ମତେ ଆଜି ଅଗ୍ରାହ୍ୟ କରାହେଲା। ତ ସତରେ ଏ ବିଷୟ ଯେତେବେଳେ ଆମେ ଦେଖିବା, ରାଜା କାହିଁକି ବସ୍ତି ରାଣୀଙ୍କ ପ୍ରକୃତିରେ ଅଗ୍ରାହ୍ୟ କରିବା ଦରକାର? ବସ୍ତି ରାଣୀ ବିରୁଦ୍ଧରେ କାହିଁକି କାମ କରିବା ଦରକାର? ରାଜାଙ୍କ ପାଖରେ ଯୋଜନା ଏକା ନାହିଁ, ରାଜା କେବେ ମଧ୍ୟ ସେ ପ୍ରକାର ଚିନ୍ତା ବି କରିନାହାନ୍ତି। କିନ୍ତୁ ଅନ୍ୟ ପକ୍ଷରେ ଦେଖିଲେ, ଏ ବସ୍ତି ପ୍ରକୃତିରେ ରାଣୀ ହେଲା ପରେ ବହୁତ ଉଚ୍ଚା ହୃଦୟ ନେଇକି ପ୍ରକୃତିରେ ବଞ୍ଚୁଅଛି। ଯେତେବେଳେ ଉଚ୍ଚା ହୃଦୟ ତା ପାଖରେ ଅଛି, ଏଇଟା ଶୁଣିବାଟା ବହୁତ କଷ୍ଟକର ବିଷୟ। ସେଥିପାଇଁ ଆମମାନେ ମଧ୍ୟ ଯେତେବେଳେ ଆତ୍ମିକ ଜୀବନ ବଞ୍ଚୁଅଛୁ, ଆଉ ଯେତେବେଳେ ଆମମାନଙ୍କ ହୃଦୟ ଯେତେବେଳେ ଏ ପ୍ରକାର ଭାବରେ ଉଚ୍ଚାକୁ ଚାଲିଯାଏ, ନିଶ୍ଚିନ୍ତ ଭାବରେ ଆମେ ଜଣେ ଲୋକ ଏ ପ୍ରକାର ଭାବରେ ଉଚ୍ଚା ହୃଦୟ ନେଇକି ବଞ୍ଚିବାକୁ ଆରମ୍ଭ କରୁ। ସେ ସମୟରେ ଆମେ କେମିତି ଅନୁଗ୍ରହ ପ୍ରକୃତିରେ ପାଇଅଛୁ, ଆମେ କେମିତି ଅନୁଗ୍ରହ ପାଇଲୁ ଯୀଶୁଙ୍କ ଦ୍ୱାରା। ଆଁ, ତ ସେ ବିଷୟକୁ ଆମେ ଭୁଲି ଯାଇକି ପ୍ରକୃତରେ ଉଚ୍ଚାଭିଳାଷ ନେଇକି ପ୍ରକୃତରେ ଆମେ ବଞ୍ଚିବାକୁ ଆରମ୍ଭ କରିବୁ। ଏଇଟା ହଉଛି ଗୋଟେ ବିଷୟ ଯୋଉଟା କି ଆମମାନଙ୍କୁ ପତନ ଆଡକୁ ପ୍ରକୃତରେ ନେଇଯାଏ। ପତନ ମାନେ ଆମକୁ ଧ୍ୱଂସ ଆଡକୁ ପ୍ରକୃତରେ ନେଇଯାଏ। ସେଥିପାଇଁ ଏ ଗୋଷ୍ଠୀ ପ୍ରକୃତରେ ଧ୍ୱଂସ ହେବାର ଗୋଟେ କାରଣ, ୟାର ଉଚ୍ଚାଭିଳାଷ ପ୍ରକୃତିରେ ଅଛି। ଉଁ, ରାଜାଙ୍କର କଥା ନ ଶୁଣିବାର ଇଏ ନିଜକୁ ପ୍ରକୃତରେ ରାଣୀ ପ୍ରକୃତରେ ମନେ କରୁଛି। ତ ଏହାର ଅର୍ଥ ସେ କାହା ପାଇଁ ରାଣୀ ହେଇଥିଲା? କିଏ ରାଣୀ ବନେଇଥିଲା ତାକୁ? ରାଜା ଅକ୍ଷସରସ୍ ତାକୁ ରାଣୀ କରିଥିଲେ। ରାଜା ଅକ୍ଷସରସ୍ ତାକୁ ରାଣୀ କଲା ପରେ ସେ ସୁସନ ରାଜଧାନୀରେ ପ୍ରକୃତରେ ସେ ବସିକି ପ୍ରକୃତରେ ଥିଲେ। କିନ୍ତୁ ୟା ପାଖରେ ଯଦି ଆମେ ଦେଖିବାକୁ ଗଲେ, ସତରେ ଗୋଟେ ସ୍ୱାମୀ ବିନା ସ୍ତ୍ରୀ ହେଇପାରିବ କି? ରାଜା ବିନା କଣ ରାଣୀ ହେଇପାରିବ କି? କେବେ ବି ନାହିଁ। ସେଥିପାଇଁ ଇଏ କାହିଁକି ରାଣୀ ହେଲା ସେ ବିଷୟରେ ଥରେ ବି ଚିନ୍ତା କଲା ନାହିଁ। ଯେତେବେଳେ ନପୁଂସକ ମାନେ ଯେତେବେଳେ ତାକୁ ଆସିକି ଡାକିଲେ, ଏ ଥରେ ବି ଯଦି ଚିନ୍ତା କରିଥାନ୍ତା, ଇଏ ବେଶୀ ନମ୍ର ହେଇଥାନ୍ତା। ଆଉ ହଁ, ଆଜି ରାଜା ମତେ ଡାକୁଛନ୍ତି ମୋର ସୌନ୍ଦର୍ଯ୍ୟତାକୁ ଦେଖିବା ପାଇଁ। ସେ ସୁସନ ରାଜଧାନୀରେ 7 ଦିନର ଭୋଜି ପ୍ରକୃତିରେ ରାଜା ଆୟୋଜନ କରିଛନ୍ତି।
ଯାହା ଯାହା ମତେ ଦିଆ ହଉଛି ମୁଁ ସେଇ ଅନୁସାରେ ପ୍ରକୃତରେ ନିଜକୁ ଭୂଷିତ କରିବା ଦରକାର। ମାନେ ପ୍ରଶଂସକ ମାନେ ମୋର ସେବା କରିବା ପାଇଁ ରାଜା ପ୍ରକୃତରେ ଦେଇଛନ୍ତି। ତ ସାତଟା ନପୁଂସକକୁ ଦିଆଯାଇଥିଲା। କିନ୍ତୁ ଇଏ ତୁଚ୍ଛ କଲା, ତୁଚ୍ଛ କରିକି ଜୀବନ ପ୍ରକୃତରେ ବଞ୍ଚିଲା। ଯେତେବେଳେ ତୁଚ୍ଛ କରିକି ଜୀବନ ବଞ୍ଚିଲା, ଶେଷରେ ତାର ପ୍ରତିଫଳ ଭୟଙ୍କର ପ୍ରକୃତରେ ଘଟୁଛି। ଶେଷରେ ଇଏ ତାର ତାର ନାଁ ପ୍ରକୃତରେ ଦେଖା ଏକା ଯାଉନାହିଁ, ଗୋଷ୍ଠୀ କୁଆଡେ ଗଲା କିଛି ଜଣା ନାହିଁ। ସତରେ ଲୋକମାନେ ପରିତ୍ରାଣ ପାଇଲା ପରେ ଖୁସି ହୁଅନ୍ତି, ଧାର୍ମିକ ହେଲା ପରେ ଖୁସି ହୁଅନ୍ତି। କିନ୍ତୁ ଆତ୍ମିକ ଜୀବନ ବଞ୍ଚିଲା ବେଳକୁ ଲୋକମାନେ ଅଦୃଶ୍ୟ ପ୍ରକୃତରେ ହେଇଯାଆନ୍ତି। ଲୋକମାନେ ଅଦୃଶ୍ୟ ହେଲା ପରେ ସେମାନଙ୍କ ଅତାପତା ପ୍ରକୃତରେ ମିଳେ ନାହିଁ। କାହିଁକି ଜାଣିଛନ୍ତି? ଯେହେତୁ ସେମାନେ ନିଜର ଅଭିଳାଷ, ନିଜର ଚିନ୍ତା, ଶୈତାନର ଅଭିଳାଷକୁ ଅନୁଗମନ କରିକି ପ୍ରକୃତିରେ ବଞ୍ଚନ୍ତି। ସେଥିପାଇଁ ବାଇବଲରେ ଅନେକ ଜାଗାରେ ଯଦି ଆମେ ଦେଖିବା ଏ ପ୍ରକାର ରହସ୍ୟ ଗୁଡାକ ପ୍ରକୃତରେ ଲେଖା ହେଇଛି। ରାଜାବଳୀ ପୁସ୍ତକ ଦେଖିବେ କହିଲେ ସେଠି ଅନେକ ରାଜାମାନଙ୍କ ବିଷୟରେ ଲେଖା ହେଇଛି, ଯୋଉ ରାଜାମାନେ ନଖୁତ ନିଷ୍ଠର ଅନୁଗମନ କଲା ପରେ ସେମାନେ ପାପରେ ପଡ଼ିଛନ୍ତି, ଆଉ ଦିନେ ସେମାନଙ୍କର ବଂଶ ପ୍ରକୃତରେ ନିପାତ ହେଇଛି। ଠିକ ସେହିପରି ଏ ବସ୍ତି ରାଣୀ ମଧ୍ୟ ଯେତେବେଳେ ରାଜାଙ୍କର ଗୋଟେ କଥା ଶୁଣି ପାରିଲାନି, ତୁ ଆସେ ଆଉ ତୋର ସୌନ୍ଦର୍ଯ୍ୟତା ପ୍ରକୃତିରେ ମୁଁ 127ଟା ପ୍ରଦେଶର ଲୋକମାନଙ୍କ ସମ୍ମୁଖରେ ମୁଁ ପ୍ରକାଶ କରିବି। ଆଉ ମୁଁ 7 ଦିନର ଭୋଜି ଆୟୋଜନ କରିଛି। ତ ଇଏ ରାଜାଙ୍କର ଭୋଜି ବଡ ନା ବସ୍ତି ରାଣୀର ଭୋଜି ବଡ? କାହାର ବଡ ହେବା ଦରକାର? ଯେତେ ଯାହା ହେଲେ ମଧ୍ୟ ରାଜାଙ୍କର ଭୋଜି ବଡ ହେବା ଦରକାର, ଆଉ ରାଜାଙ୍କର କଥା ଅନୁସାରେ ଇଏ ଆଗକୁ ଯିବା ଦରକାର। କିନ୍ତୁ ଇଏ ପ୍ରକୃତରେ ଗଲା ନାହିଁ। ଏଇଟା ସେତେବେଳେ ଏଇଟା ସମସ୍ତେ ସୁଷମ ରାଜଧାନୀ ପ୍ରକୃତରେ ବ୍ୟାପିବାକୁ ଆରମ୍ଭ କଲା। ଏଇଟା ବଡ ଭୟଙ୍କର ବିଷୟ ରାଜା। ଯଦି ଆପଣ ୟା ବିରୁଦ୍ଧରେ କିଛି କରିବେ ନାହିଁ, ଏଇଟା ସବୁ ସ୍ତ୍ରୀ ଲୋକମାନଙ୍କ ଆଡକୁ ପ୍ରକୃତରେ ବ୍ୟାପିଯିବ, ଆଉ ସମସ୍ତେ ପ୍ରକୃତରେ ନିଜ ନିଜ ସ୍ୱାମୀକୁ ପ୍ରକୃତରେ ତୁଚ୍ଛ କରିବ। ସ୍ୱାମୀ ବଡ ହଉ କି ଛୋଟ ହଉ, ସୁନ୍ଦର ହଉ କି ଅସୁନ୍ଦର ହଉ, ସ୍ୱାମୀ ସ୍ତ୍ରୀ ସାମ୍ନାରେ ସ୍ୱାମୀ ସ୍ୱାମୀ ହିଁ ରହିବା ଦରକାର। ସ୍ତ୍ରୀ ସଦାବେଳେ ସ୍ୱାମୀକୁ ସମ୍ମାନ ଦେବା ଦରକାର। ଯଦି ରାଜା ଆପଣ ଏ ବିଷୟରେ ପଦକ୍ଷେପ କିଛି ନେବେ ନାହିଁ, ଏଇଟା ବହୁତ ବଡ ସମସ୍ୟା ହବ। ତ ରାଜା ନେଇକି ସେ ସମୟରେ ଇମିଡିଏଟଲି ପ୍ରକୃତରେ ଏ ବିଷୟରେ ପ୍ରକୃତରେ ପଦକ୍ଷେପ ନେଉଛନ୍ତି, ଆଉ ଗୋଷ୍ଠୀକୁ ପ୍ରକୃତିରେ ଏ ପ୍ରକାର ଭାବରେ ଅଗ୍ରାହ୍ୟ କରାଯାଉଛି। ଯେତେବେଳେ ଦୁଇ ପର୍ବ ପ୍ରକୃତିରେ ଆସିଲା, ଦୁଇ ପର୍ବରେ ଯଦି ଆମେ ଦେଖିବାକୁ କହିଲେ ଏଠି ମର୍ଦ୍ଦକ୍ଷ ଅଛନ୍ତି, ଆଉ ମର୍ଦ୍ଦକ୍ଷ ପ୍ରକୃତିରେ ଅଛନ୍ତି। ମର୍ଦ୍ଦକ୍ଷ ଏଷ୍ଟରକୁ ପ୍ରକୃତିରେ ପ୍ରତିପୋଷଣ କରିଥିଲେ, ଆଉ ସେ ନିଜର ନିଜର ଝିଅ ଭଳି ତାକୁ ପ୍ରତିପାଳନ କରିଥିଲେ। ଯେହେତୁ ତାଙ୍କର ମା ନଥିଲା କି ତାଙ୍କର କିଏ ମଧ୍ୟ ପ୍ରକୃତିରେ ନଥିଲେ, କିନ୍ତୁ ସେ ବହୁତ ସୁନ୍ଦରୀ ଥିଲା ଲେଖା ହେଇଛି, ପରମ ସୁନ୍ଦରୀ ଥିଲା ଲେଖା ହେଇଛି। ସେଥିପାଇଁ ମଧ୍ୟ ତାହାକୁ କନ୍ୟା ରୂପେ ଗ୍ରହଣ କରିଥିଲେ। ଏହି ଉତ୍ତରେ ରାଜାର ସେଇ ବାକ୍ୟ ଅନୁସାରେ ପ୍ରଚାରିତ ହୁଅନ୍ତି ସୁସନ ରାଜଧାନୀରେ ହେଗୟ ନିକଟରେ ଅନେକ କନ୍ୟା ସଂଗୃହୀତ ହେବା ବେଳେ ଏଷ୍ଟ ହିଁ ରାଜପୁରୀକୁ ସ୍ତ୍ରୀ ରକ୍ଷକ ହେଗୟ ନିକଟକୁ ନିଆଗଲେ। ତ ଦିନେ ଏଷ୍ଟର ନାଇକି ଏ ପ୍ରକାର ଭାବରେ ମର୍ଦ୍ଦକ୍ଷ ପାଇଁ ଅନୁଗ୍ରହ ପାଇଲା, ଆଉ ଦିନେ ହେଗୟ ପାଖକୁ ନିଆଗଲା। ରାଜା ହେଗୟକୁ ପ୍ରକୃତିରେ ଆଦେଶ ଦେଇଥିଲେ କି ତମେ ସବୁ ଯୁବତୀ କନ୍ୟା ମାନଙ୍କୁ ପ୍ରକୃତିରେ ସଂଗ୍ରହ କର। ସେତେବେଳେ ସବୁ ଯୁବତୀ କନ୍ୟା ମାନଙ୍କୁ ସଂଗ୍ରହ କରାହେଲା, ଆଉ ଏ ଗୋଷ୍ଠୀ ମଧ୍ୟ ପ୍ରକୃତିରେ ସେ ଜାଗାକୁ ନିଆଗଲା। ତ ମର୍ଦ୍ଦକ୍ଷ ତାକୁ କହିଥିଲେ କି ତୋର ପରିଚୟ କେବେ ମଧ୍ୟ ତୁ ଦେବୁ ନାହିଁ, ଯେହେତୁ ଆମେ ହଉଛୁ ଜିହୁଦୀ ଲୋକ। ଆଉ ଯଦି ରାଜା ଯଦି ଜାଣିବେ ଜିହୁଦୀ ଲୋକ, ନିଶ୍ଚିନ୍ତ ଭାବରେ ସେଠି ଜଣେ ଲୋକ ସେ ବିରୋଧ କରିବ, ଆଉ ରାଜା ତତେ ଅଗ୍ରାହ୍ୟ କରିଦେବେ, ତୁ କାଳ ଦେବେ। ତୁ ଅନୁଗ୍ରହ ପାଇବା ଜାଗାରେ ତୁ ଅଗ୍ରାହ୍ୟ କରାଯିବ। ସେଥିପାଇଁ ଏଷ୍ଟର ସେ ପର୍ଯ୍ୟନ୍ତ ନିଜର ପାଟି ବନ୍ଦ କରିକି ବଞ୍ଚିଲା, ଯୋଉ ପର୍ଯ୍ୟନ୍ତ ସେ ରାଜାଙ୍କ ଠାରୁ ଅନୁଗ୍ରହ ନ ପାଇଲା। ସେଥିପାଇଁ ସେତିକି ପର୍ଯ୍ୟନ୍ତ ସେ କେବେ ମଧ୍ୟ ମୁଖ ଫିଟେଇଲା ନାହିଁ। ସେ ସମୟରେ ଏଷ୍ଟର ପ୍ରକୃତିରେ କଣ କରାହେଲା? ଉଁ? ତ ଏଷ୍ଟର ପ୍ରକୃତିରେ ନିଆଁ ହେଲା ହଗେଇ ପାଖକୁ, ଆଉ ତାକୁ ସବୁ ଦ୍ରବ୍ୟର ଅଂଶ ଯାହା ଯାହା ପ୍ରକୃତିରେ ଦେବା ପାଇଁ ମାନେ ତାର ନିୟମ ଥିଲା, ସବୁ ତାକୁ ପ୍ରକୃତିରେ ଦିଆହେଲା। ସେତିକି ଖାଲି ନାହିଁ, ଏ ଏଷ୍ଟରକୁ ସେବା କରିବା ପାଇଁ 7ଟା ଦାସୀକି ପ୍ରକୃତିରେ ଦିଆହେଲା। ବେଶୀ ଆଶ୍ଚର୍ଯ୍ୟ। ଆଁ? ଇଏ ମାନେ କଣ କରିବ ଜାଣିଛନ୍ତି? ଆଉ 6 ମାସ ଗନ୍ଧରସରେ ତୈଳରେ ସଜ୍ଜିତ ହବ, 6 ମାସ ସୁଗନ୍ଧିରେ ପ୍ରକୃତିରେ ସଜ୍ଜିତ ହବ, ଆଉ ସ୍ତ୍ରୀ ଲୋକମାନଙ୍କୁ ଅଙ୍ଗାରକାର୍ଥକ ଦ୍ରବ୍ୟ ସେବନ କରିବାକୁ ହେଲା। ମାନେ ଏ ପ୍ରକାର ଭାବରେ
ଏ ସାତଟା ଦାସୀ ତାକୁ ସେବା କଲେ ଯେମିତି ରାଜାଙ୍କ ସାମ୍ନାରେ ଆହୁରି ପ୍ରକୃତିରେ ସୁନ୍ଦର ହବ। ଇଏ ତ ପୂର୍ବରୁ ସୁନ୍ଦର ଥିଲା, ଆହୁରି ଯେତେବେଳେ ୟାକୁ ଗୋଟେ ବର୍ଷ ରେଡି କରାହେଇଥିବ ମେକଅପ୍ ଫିକଅପ୍ କରିକି। ଆଁ? ଯଦି ଏବେର ଯେମିତି କ୍ରିମ ଯାକ ବାହାରୁଛି, କି ନମସ୍କାର କଣ କଣ ଯାକ ମୁହଁର ଦାଗ ସବୁ ଉଡେଇଥିବେ, କି ଦେହର ସବୁ ଦାଗ ଉଡେଇଥିବ। ଉଁ? ତ ସତରେ 6 ମାସ ଗନ୍ଧରସ ଯଦି ସେ ଲଗେଇଥିବ, 6 ମାସ ସୁଗନ୍ଧି ଯଦି ସେ ଲଗେଇଥିବ, ତେବେ ଆଉ କେତେ ସୁନ୍ଦର ଦେଖାଯାଇ ନଥିବ ସେ। ଏ ପ୍ରକାର ଭାବରେ ଦିନେ ସେବା ପାଇଲା ପରେ ଏ ରାଜପୁରୀକୁ ପ୍ରକୃତିରେ ନିଆଗଲା, ଆଉ ରାଜାଙ୍କ ସାମ୍ନାକୁ ପ୍ରକୃତିରେ ନିଆ ହେଲା। ସେତେବେଳେ ରାଜା ଯେତେବେଳେ ଦେଖିଲେ, ଅନେକ କନ୍ୟାମାନେ ରାଜାଙ୍କ ସାମ୍ନାରେ ପ୍ରକୃତିରେ ଛିଡା ହେଲେ, କିନ୍ତୁ ଜାଣିଛନ୍ତି ଏଷ୍ଟର ପ୍ରକୃତିରେ ସବୁଠୁ ସୁନ୍ଦର ଦେଖାଗଲା। ରାଜାଙ୍କ ଦୃଷ୍ଟିରେ ବେଶୀ ସୁନ୍ଦର ଦେଖାଗଲା। ଆଉ ଯିଏ ତାକୁ ଦେଖିଲେ ତାକୁ ଅନୁଗ୍ରହ ଦେଲେ ଲେଖା ହେଇଛି। ତ କାହିଁକି ଜାଣିଛନ୍ତି, ଇଏ ହଗେଇ ଯାହା ଦେଲେ ଆଉ ତାଠାରୁ ଅଧିକ କିଛି ମାଗିଲା ନାହିଁ। ତ ହଗେଇ ମଧ୍ୟ ସେଟାକୁ ଦେଖିଲେ, ରାଜାଙ୍କୁ ଜଣେଇଲେ। ରାଜା ମଧ୍ୟ ଯେତେବେଳେ ଦେଖୁଛନ୍ତି ସତରେ ଇଏ ଏଷ୍ଟର ହଉଛି ବେଶୀ ନମ୍ର, ଆଉ ଇଏ ରାଜା ହେଲେ ବେଶୀ ଭଲ ହବ କହିକି। ଏ ପ୍ରକାର ଭାବରେ ଦିନେ ଏଷ୍ଟର ପ୍ରଭୃତିରେ ରାଜାଙ୍କ ରାଜା ଅକ୍ଷେଶ୍ୱର ନିୟମ ଅନୁସାରେ ଦିନେ ପ୍ରକୃତିରେ ରାଣୀ ହେଲା, ଆଉ ରାଜପ୍ରସାଦରେ ଯାଇକି ପହଞ୍ଚିଲା। ତ ରାଜପ୍ରସାଦରେ ଯାଇକି ଯେତେବେଳେ ପହଞ୍ଚିଲା, ଏଷ୍ଟର ସତରେ ବେଶୀ ଅନୁଗ୍ରହ ପ୍ରକୃତିରେ ପାଇଲା। ବଷ୍ଟି ବଦଳରେ ଏଷ୍ଟର ରାଣୀ ହେଲା। ଏଇଟା କେତେ ମହାନ ବିଷୟ ହେଇନଥିବ। ଯଦି ଆମେ ଦେଖିବା ଆମର ଲାଇଫକୁ, ସତରେ ଆମେ ଜଣେ ଲୋକ ନିଜର ପାପ ପାଇଁ, ନିଜର ଅପରାଧ ପାଇଁ ଆମେ କ୍ରୁଶରେ ଚଢିବା ଦରକାର ଥିଲା। ଆମେ ନିଜର ଅପରାଧ ପାଇଁ ନିଜେ ପ୍ରକୃତିରେ ତାର ବେତନ ଦେବାର ଥିଲା। କିନ୍ତୁ ଯେତେବେଳେ ଆମେ ଦେଖିବା କହିଲେ, ପରମେଶ୍ୱର ଆମମାନଙ୍କର ପାପ କେମିତି କ୍ଷମା ହବ, ଆମେ କେମିତି ଧାର୍ମିକ ଗଣିତ କରାଯିବୁ, ଆମେ କେମିତି ସ୍ୱର୍ଗକୁ ପ୍ରକୃତିରେ ଯିବୁ, ଏ ସମସ୍ତ କାରଣ ପାଇଁ, ଏ ସମସ୍ତ ବିଷୟ ପାଇଁ ଦିନେ ପରମେଶ୍ୱର ଆମମାନଙ୍କ ନିକଟକୁ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକୃତିରେ ପଠାଉଛନ୍ତି। ଯେତେବେଳେ ଯୀଶୁ ଖ୍ରୀଷ୍ଟ ଏ ଜଗତକୁ ପ୍ରକୃତିରେ ଆସିଲେ, ଯୀଶୁଙ୍କ ବିଷୟରେ କଣ ବାଇବଲରେ ଲେଖା ହେଇଛି? ମାଥି ପୁସ୍ତକ 1:21 ଲେଖା ହେଇଛି, ସେ ପୁତ୍ର ପ୍ରସବ କରିବେ, ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ତ ଏଇଟା ହଉଛି ଗୋଟେ ବାକ୍ୟ ନାହିଁ, ଯୋଉ ବାକ୍ୟ କି ଆମମାନଙ୍କୁ ଦର୍ଶେଇକି ପ୍ରକୃତିରେ ଯୀଶୁଙ୍କ ବିଷୟରେ ପ୍ରକୃତିରେ କୁହାଯାଇଛି। ଦିନେ ମରିୟମ ଆଉ ଯୋସେଫର ନିର୍ବନ୍ଧ ହେଲା ପରେ, ମରିୟମଙ୍କ ବିଷୟରେ ଯୋସେଫ ପ୍ରକୃତିରେ ଜାଣିଲେ କି ମରିୟମ ପ୍ରକୃତିରେ ଗର୍ଭବତୀ ଅଛି। ତ ଯୋସେଫ ଯେହେତୁ ସାଧୁ ଥିଲେ, ଧାର୍ମିକ ବ୍ୟକ୍ତି ଥିଲେ, ସେ ଗୋପନରେ ସ୍ଥିର କଲାରେ ଏ ପ୍ରକାର ସ୍ତ୍ରୀ ଲୋକକୁ ମୁଁ କଣ ପାଇଁ ବାହା ହେବି, କାହିଁକି ଏହାକୁ ଗ୍ରହଣ କରିବି? ଇଏ ପୁରୁଷ ସହିତ ପ୍ରକୃତିରେ ସହବାସ କଲା ପରେ ନିଶ୍ଚିତ ଭାବରେ ସେ ପ୍ରେଗନେଣ୍ଟ ଅଛି। ଏ ପ୍ରକାର ସ୍ତ୍ରୀକୁ ଗ୍ରହଣ କରିବା ହଉଛି ତୁଚ୍ଛନୀୟ ବିଷୟ। ଏହା ମାନେ ବହୁତ ବଡ଼ ସମସ୍ୟା। ସେଥିପାଇଁ ଯୋସେଫ ପ୍ରକୃତିରେ ମନରେ ପ୍ରକୃତିରେ ଗୋପନରେ ସ୍ଥିର କଲେ ଲେଖାଇଛି, ନାଇଁ ମୁଁ ବାହା ହେବି ନାହିଁ ବୋଲି। କିନ୍ତୁ ପରେ ଦୂତମାନଙ୍କ ଦ୍ୱାରା ଯୋସେଫ ପ୍ରକୃତିରେ ଦର୍ଶନ ପାଇଲେ, ଆଉ ଦୂତମାନେ ପ୍ରକୃତିରେ କହିଲେ, ଯୋସେଫ ତୁ ତାକୁ ଗ୍ରହଣ କରିବା ପାଇଁ ତ ନାସ୍ତି କରେ ନା, ସେ ପବିତ୍ର ଆତ୍ମା କର୍ତ୍ତୃତ୍ୱ ଗର୍ଭବତୀ ହୋଇଅଛି। ଆଁ, ସେ ପୁତ୍ର ପ୍ରସବ କରିବ, ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ତ ଯୋସେଫ ଯେତେବେଳେ 21 ପଦ ବାକ୍ୟ ଶୁଣିଥିବେ, ଯୋସେଫ କଣ ପାଇଥିବେ? ଆରେ ମୁଁ କେତେ ମୂର୍ଖ, ମୁଁ ସାଧୁ ହେଲେ ସୁଦ୍ଧା, ମୁଁ ଧାର୍ମିକ ହେଲେ ସୁଦ୍ଧା, ମୁଁ ପ୍ରଭୁଙ୍କର ଇଚ୍ଛା କଣ ତାହା ମୁଁ ଜାଣିପାରୁନାହିଁ। ପରମେଶ୍ୱରଙ୍କ ଇଚ୍ଛା କଣ ମୁଁ ସେଇଟା ପାଇପାରିନି ଆଜି ପର୍ଯ୍ୟନ୍ତ। ସତରେ ମୁଁ କେତେ ମୂର୍ଖ ଭାବରେ ପ୍ରକୃତିରେ ଅଗ୍ରାହ୍ୟ କରିବା ପାଇଁ ଯାଉଅଛି। ତ ସେ ସମୟରେ ଯୋସେଫ ଇମିଡିଏଟଲି ନିଜର ଚିନ୍ତାକୁ ବଦଳେଇଲେ, ଆଉ ସେ ମରିୟମକୁ ଦିନେ ଗ୍ରହଣ କରୁଛନ୍ତି। ତ ମରିୟମ ଯେତେବେଳେ ଗ୍ରହଣ କଲେ, ଏ ମରିୟମକୁ ଦ୍ୱାରା ପ୍ରକୃତିରେ ଯୀଶୁଖ୍ରୀଷ୍ଟ ପ୍ରକୃତିରେ ଜନ୍ମ ଗ୍ରହଣ କଲେ ଜଗତରେ। ସେତେବେଳେ ଯୀଶୁଙ୍କ ବିଷୟରେ ଗୋଟେ ବିଷୟ ଲେଖା ଥିଲା, ସେ ପୁତ୍ର ପ୍ରସବ କରିବେ, ତୁମେ ତାହାଙ୍କ ନାମ ଯୀଶୁ ଦେବ, କାରଣ ସେ ଆପଣା ଲୋକଙ୍କୁ ସେମାନଙ୍କ ସମସ୍ତ ପାପରୁ ପରିତ୍ରାଣ କରିବେ। ଆଜି ଏଷ୍ଟର ପ୍ରକୃତିରେ ରାଜାଙ୍କ ସମୟରେ ଅନୁଗ୍ରହ ପାଇଲା, ରାଣୀ ହେଲା। କାହା ପାଇଁ ପ୍ରକୃତିରେ ରାଣୀ ହେଲା? ସତରେ ସେ ଜାଗାରେ ଜଣେ ମର୍ଦ୍ଦକ୍ଷ ଅଛନ୍ତି, ଇଏ ସବୁ ବିଷୟରେ ତାକୁ ଯତ୍ନ କରିଥିଲେ। ସେଥିପାଇଁ ଦିନେ ସେ ମର୍ଦ୍ଦକ୍ଷ ପାଇଁ ରାଜାଙ୍କ ଦ୍ୱାରା ପ୍ରକୃତିରେ ଅନୁଗ୍ରହ ପାଇଲା, ସୁସନ ରାଜଧାନୀରେ ସେ ରାଣୀ ଭାବରେ ପ୍ରକୃତିରେ ନିଯୁକ୍ତି ହେଉଛି। ଆଜି ଆମେ ଧାର୍ମିକ ହେଇଛୁ, ପବିତ୍ର ହେଇଛୁ। କାହା ପାଇଁ ପବିତ୍ର ହେଇଛୁ? ସତରେ ସେ ଯୀଶୁଖ୍ରୀଷ୍ଟଙ୍କ ପାଇଁ ପବିତ୍ର ହେଇଛୁ। ଯୀଶୁଖ୍ରୀଷ୍ଟଙ୍କ ପାଇଁ ଧାର୍ମିକ ପ୍ରକୃତିରେ ଗଣାଯାଇଅଛି। ବେଳେବେଳେ ଆମମାନଙ୍କ ଲାଇଫରେ ଶୈତାନ ପ୍ରକୃତିରେ କାମ କରେ। କେମିତି କାମ କରୁଛି? ଆରେ ତୁ କିଛି ବିଷୟ କରିବା ଦରକାର, ତୁ କିଛି କରିନୁ, ତୁ କେମିତି ପ୍ରକୃତିରେ କହିବୁ କି ମୁଁ ଧାର୍ମିକ, ମୁଁ ପବିତ୍ର? ତୋର
ଖାଲି ଯୀଶୁଙ୍କର କାର୍ଯ୍ୟ ଯଥେଷ୍ଟ ନୁହେଁ, କିନ୍ତୁ ତୁ ବି କରିବା ଦରକାର। ତୁ ବି ଭଲ ଲୋକ ଭାବରେ ଛିଡା ହେବା ଦରକାର। ତୁ ବି ଭଲ ପରିଚୟ ନିଜକୁ ପ୍ରକୃତିରେ ନିଜ ଠାରୁ ପ୍ରକୃତିରେ ପାଇବା ଦରକାର। ଏ ପ୍ରକାର ଅନେକ ଗୁଡ଼ିଏ ଅଭିଳାଷ, ଅନେକ ଗୁଡ଼ିଏ ଚିନ୍ତା ମାନଙ୍କ ଜୀବନରେ ପ୍ରକୃତିରେ ସୈତାନ ଆଣିକି ରଖୁଛି। ଯେତେବେଳେ ଲୋକମାନେ ଜାଣିବାଟା ଚିହ୍ନିବାଟା ପ୍ରକୃତିରେ ସହଜ ନାହିଁ। ଯେହେତୁ ଲୋକମାନେ ପ୍ରକୃତିରେ ଭାବନ୍ତି ଭଲ ଚିନ୍ତା କରବାଟା ହଉଛି ଭଲ ବିଷୟ, ମନ୍ଦ ଚିନ୍ତା କରବାଟା ହଉଛି ମନ୍ଦ ବିଷୟ। ଏତେ ଲୋକମାନେ ବେଶୀ ଭଲ ସେ ଜାଣିଛନ୍ତି ମନ୍ଦ କୋଉଟା ଭଲ କୋଉଟା। କିନ୍ତୁ ଭଲ ଆଉ ମନ୍ଦ ଆ, ପ୍ରଭୁଙ୍କ ସମ୍ମୁଖରେ କେତେ ଠିକ୍ ସେଟା, କେତେ ଦୂର ସେଟା ଠିକ୍ ବୋଲି ଧରାଯିବ। ବାଇବଲରେ ଲେଖା ହେଇଛି ଭଲ ଆଉ ମନ୍ଦ ଗୋଟେ ଗଛରୁ ଆସୁଛି ଲେଖା ହେଇଛି। ଆଦାମ ହବା ଫଳ ଖାଇଲା ପରେ ଭଲ ମନ୍ଦର ଜ୍ଞାନ ସେମାନେ ପାଇଲେ। ଏତେ ମନୁଷ୍ୟ ପାଖରେ ଯୋଉ ଭଲ ମନ୍ଦର ଜ୍ଞାନ ଚାଲିଛି, ଏଟା କାହାର ଜ୍ଞାନ ପ୍ରକୃତିରେ ଚାଲିଛି? ଆଜି ବସ୍ତି ରାଣୀ ରାଜାଙ୍କର କଥା ନ ମାନିକି ସ୍ତ୍ରୀ ଲୋକମାନଙ୍କ ପାଇଁ ଗୋଟେ ଭୋଜି ଆୟୋଜନ କରୁଅଛି। ଏଇଟା ମଧ୍ୟ ସେ ଭଲ ଆଉ ମନ୍ଦର ଜ୍ଞାନ ଆକାର। ଏସ୍ଟେର ରାଣୀ ଅନୁଗ୍ରହ ପାଇଲା ପରେ ଆଉ ସୁସନ ରାଜଧାନୀରେ ଯେତେବେଳେ ସେ ରହିଲେ, ରାଜପ୍ରସାଦରେ ଯେତେବେଳେ ଜୀବନ ବଞ୍ଚିଲେ, ଦିନେ ଏସ୍ଟେର ମଧ୍ୟ ପ୍ରକୃତିରେ ଉଚ୍ଚ ଅଭିଳାଷକୁ ନେଇକି ପ୍ରକୃତିରେ ବଞ୍ଚିଲେ। ଦିନେ ଏ ପ୍ରକାର ଭାବରେ ହୁଁ, ସେଠି ଜିହୁଦୀ ମାନଙ୍କୁ ପ୍ରକୃତିରେ ମାରିବା ପାଇଁ ଗୋଟେ ହାମାନ ବୋଲି ପ୍ରକୃତିରେ ଜଣେ ଲୋକ ଅଛନ୍ତି, ଯିଏକି ତିନି ପର୍ବରେ ପ୍ରକୃତିରେ ସେ ଷଡ଼ଯନ୍ତ୍ର କଲେ। ଦେଖିଲେ ସେ ଜାଗାରେ ଜଣେ ଲୋକ ଅଛି ଯିଏକି ଏ ହାମାନଙ୍କୁ ପ୍ରକୃତିରେ ମାରୁନାହିଁ କି ତାକୁ ଲଘୁ ଜ୍ଞାନ କରୁଛି। ତ ଲଘୁ ଜ୍ଞାନ ମାନେ ସେ ଶୁଣୁନାହିଁ, ତାର କଥା କୌଣସି ପ୍ରକୃତିରେ ଇଫେକ୍ଟ ପଡୁନାହିଁ ମର୍ଦ୍ଦକ୍ଷ ପାଇଁ। ସେଥିପାଇଁ ଦେଖିଲା ତିନି ପର୍ବର ଚାରିପଦ ଲେଖା ହେଇଛି, ଏହି ରୂପେ ସେମାନେ 3 ଦିନ ଏ, ଏ, ତିନି ତିନି ହାତରେ କହିଲେ, ତଥାପି ସେ ସେମାନଙ୍କ କଥା ମାନିଲା ନାହିଁ। ଏଣୁ ଏହି ମର୍ଦ୍ଦକ୍ଷର କଥା ରହିବ କି ନାହିଁ, ଏହା ଜାଣିବା ଇଚ୍ଛାରେ ସେମାନେ ହାମାନଙ୍କୁ ତାହା ଜଣାଇଲେ। ତାହାର କାରଣ ମର୍ଦ୍ଦକ୍ୟ ଯେ ଜିହୁଦୀୟ ଲୋକ, ଏହା ସେ ସେମାନଙ୍କୁ କହିଥିଲେ। ଯେତେବେଳେ ହାମାନ ଦେଖିଲା ଯେ ମର୍ଦ୍ଦକ୍ୟ ନତ ହେଲା ନାହିଁ, କିଏ ବା ତାହାକୁ ପ୍ରଣାମ କଲା ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ। ତ ସେ ଜାଗାରେ ଯଦି ଦେଖିବା କହିଲେ, ଇଏ ମର୍ଦ୍ଦକ୍ୟ କାହିଁକି ହାମାନଙ୍କୁ ପ୍ରକୃତରେ ମାନୁନାହିଁ? କୋଉ କାରଣ ପାଇଁ ହାମାନଙ୍କୁ ପ୍ରକୃତରେ ସମ୍ମାନ ଦେଉନାହିଁ? ଜାଣିଛି ହାମାନ ହଉଛି ଶୈତାନ ପ୍ରତିଛବି। ସେଥିପାଇଁ ହାମାନ ଯେହେତୁ ରାଜାଙ୍କ ବିରୁଦ୍ଧରେ କାମ କରୁଛି, ରାଜାଙ୍କୁ ମାରିବା ପାଇଁ ପ୍ରକୃତରେ ଷଡ଼ଯନ୍ତ୍ର କରୁଛି, ଏଇଟା ମର୍ଦ୍ଦକ୍ଷ ବେଶୀ ଭଲ ସେ ଜାଣିଛନ୍ତି। ସେଥିପାଇଁ ଉପରେ ଯଦି ଦେଖିବାକୁ କହିଲେ, 2 ପର୍ବର 21 ପଦରେ କଣ ଲେଖା ହେଇଛି? ସେ ସମୟରେ ମର୍ଦ୍ଦକ୍ଷ ରାଜଗୃହ ରାଜଦ୍ୱାରେ ବସିବା ବେଳେ ଦ୍ୱାରପାଳ ମାନଙ୍କ ମଧ୍ୟରେ ବିଗଥନ ଓ ଥେରସ ନାମରେ ରାଜଗୃହର 2 ନପୁଂସକ କ୍ରୋଧ ହୋଇ ଅକେଶ୍ୱର ରାଜାଙ୍କୁ ବଧ କରିବାକୁ ଚେଷ୍ଟା କଲେ। ମାତ୍ର ମର୍ଦ୍ଦକ୍ୟ ଏହା ଜାଣି ଏଷ୍ଟେର ରାଣୀକି ଜଣାଇଲା। ପୁଣି ଏଷ୍ଟେର ମର୍ଦ୍ଦକ୍ୟ ନାମ ନେଇ ତାହାକୁ ତାହା ଜଣାଇଲେ। ତହିଁର ଅନୁସନ୍ଧାନ ଦ୍ୱାରା ସେହି କଥା ପ୍ରମାଣ ହୁଅନ୍ତେ ସେ 2 ଜଣ ବୃକ୍ଷରେ ଫାଶୀ ପାଇଲେ। ଆଉ ସେଇ କଥା ରାଜାର ସାକ୍ଷାତରେ ଇତିହାସ ପୁସ୍ତକରେ ଲେଖାଗଲା। ତ ଏଇ ଜାଗାରେ ଏ ଏ ରାଜାଙ୍କ ପ୍ରକୃତିରେ ମାରବା ଲୋକ ପ୍ରକୃତିରେ ଅଛନ୍ତି ବିଗଥନ ଆଉ ଥେରସ। ଦିନେ ମାନେ ପ୍ରକୃତିରେ ହାମାନର କଥା ଶୁଣିକି ରାଜାଙ୍କୁ ହତ୍ୟା କରିବା ପାଇଁ ଚାହୁଁଛନ୍ତି। ତ ଏଇଟା ମର୍ଦ୍ଦକ୍ଷ ପ୍ରକୃତିରେ ଭଲ ସେ ଦେଖିଛନ୍ତି ନିଜ ଆଖିରେ। ତେବେ ମର୍ଦ୍ଦକ୍ଷ କେମିତି ରାଜାଙ୍କୁ ମାରିବା ପାଇଁ ପ୍ରକୃତିରେ ସୁଯୋଗ ଦେବେ? ସେଥିପାଇଁ ମର୍ଦ୍ଦକ୍ଷ ପ୍ରକୃତିରେ କଣ କଲେ? ଏମାନଙ୍କ ପ୍ରକୃତିରେ ଏମାନଙ୍କ ବିରୁଦ୍ଧରେ ଯୁଦ୍ଧ କଲେ ଆଉ ରାଜାଙ୍କୁ ଦିନେ ପ୍ରକାର ଭାବରେ ମର୍ଦ୍ଦକ୍ଷ ପ୍ରକୃତିରେ ବଞ୍ଚେଇଥିଲେ। ତ ଦିନେ ମର୍ଦ୍ଦକ୍ୟକୁ ଯେତେବେଳେ ହାମାନ ଦେଖୁଛନ୍ତି, ସେ ଯେତେ ପାରୁ ନ ପାରୁ ପ୍ରକୃତରେ ରାଜାଙ୍କୁ ବଞ୍ଚେଇବା କାମ କରୁଛନ୍ତି। ହାମାନ ନାଇକି ବହୁତ ବିରକ୍ତ ହେଇଗଲେ। କାହିଁକି? ହାମାନକୁ କେବେ ମଧ୍ୟ ମର୍ଦ୍ଦକ୍ଷ ମାନୁନଥିଲା କି ତାକୁ ପ୍ରଣାମ କରୁନଥିଲା। ଏଇଟା ତାଠାରୁ ଅଧିକ ବଡ଼ ବିଷୟ ଥିଲା। ସେଥିପାଇଁ ଏ ହାମାନ କଣ କଲେ? ମର୍ଦ୍ଦକ୍ୟକୁ ମାରିବା ପାଇଁ ଗୋଟେ ଷଡ଼ଯନ୍ତ୍ର କଲେ। 50 ହାତର ଫାଶୀ କାଠ ପ୍ରକୃତିରେ ତିଆରି କଲେ। ଆଉ ଯେତେବେଳେ ମର୍ଦ୍ଦକ୍ଷ ପ୍ରକୃତିରେ ଧରା ପଡ଼ିବ, ନିଶ୍ଚିନ୍ତ ଭାବରେ ଏହାକୁ ପ୍ରକୃତିରେ ଫାଶୀ କୁଣ୍ଡରେ ଟଙ୍ଗେଇବି କହିକି ନିଷ୍ପତ୍ତି ନେଲେ। ତ ପରବର୍ତ୍ତୀ ସମୟରେ ଯଦି ଆମେ ଦେଖିବା, ଆଉ 3 ପର୍ବର ତଳେ ଯଦି ଦେଖିବା, 4-5 ପଦରେ, ସେତେବେଳେ ହାମାନ ଦେଖିଲା ଯେ ମର୍ଦ୍ଦକ୍ୟ ନତ ହେଲା ନାହିଁ, କିମ୍ବା ତାହାକୁ ପ୍ରଣାମ କଲା ନାହିଁ, ସେତେବେଳେ ସେ କ୍ରୋଧରେ ପରିପୂର୍ଣ୍ଣ ହେଲେ। ମାତ୍ର ସେ କେବଳ ମର୍ଦ୍ଦକ୍ୟ ଉପରେ ହସ୍ତକ୍ଷେପ କରିବାକୁ ଲଘୁ ଜ୍ଞାନ କଲା, କାରଣ ସେମାନେ ତାହାକୁ ମର୍ଦ୍ଦକ୍ୟର ବଂଶୀୟ ଲୋକଙ୍କ କଥା ଜଣାଇଲେ। ତେଣୁ ହାମାନ ଅକ୍ଷେଶ୍ୱରର ସମୁଦାୟ ରାଜ୍ୟର ସମସ୍ତ ଜିହୁଦୀଙ୍କୁ ଅର୍ଥାତ୍ ମର୍ଦ୍ଦକ୍ୟର ଲୋକଙ୍କୁ ବିନାଶ କରିବାକୁ ଚେଷ୍ଟା କଲା। ବର୍ତ୍ତମାନ
ଜଣକୁ ମାର ବି କହୁଛି ନା ସବୁକୁ ମାର ବି କହୁଛି। ମର୍ଦ୍ଦକ ପଛରେ ଯେତେ ବି ଯିହୁଦୀ ଲୋକ ଅଛନ୍ତି ଏ ସବୁକୁ ମାରିବା ପାଇଁ ଷଡ଼ଯନ୍ତ୍ର କଲେ। ସାତରେ ଲେଖା ହେଇଛି ଆଉ ସେଇ ସମୟ ଆଉ ସେହି ବିଷୟରେ ଅକ୍ଷୟ ରାଜାର ଅଧିକାରର ଦ୍ୱାଦଶ ବର୍ଷରେ ନିଶନ୍ ନାମକ ପ୍ରଥମ ମାସରେ ହାମାନର ସାକ୍ଷାତରେ ଆଦର ନାମକ ଦ୍ୱାଦଶ ମାସ ପର୍ଯ୍ୟନ୍ତ କ୍ରମାଗତ ସେମାନେ ପ୍ରତିଦିନ ପ୍ରତି ମାସ ପୁର ଅର୍ଥାତ୍ ଗୁଳିବାଣ୍ଟ କଲେ। ଅନନ୍ତର ହାମାନ ଅକ୍ଷୟ ରାଜାଙ୍କୁ କହିଲା, ଆପଣ ଆପଣଙ୍କ ରାଜ୍ୟର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧ୍ୟରେ ଚିହ୍ନ ଭିନ୍ନ ପୃଥିବୀ ପୃଥକୀକୃତ ଦେଶ ଏକ ଦେଶ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କ ବ୍ୟବସ୍ଥା ଠାରୁ ସେମାନଙ୍କର ବ୍ୟବସ୍ଥା ଭିନ୍ନ। ମଧ୍ୟ ସେମାନେ ମହାରାଜାଙ୍କ ବ୍ୟବସ୍ଥା ମାନନ୍ତି ନାହିଁ। ଏଣୁ ସେମାନଙ୍କ ବ୍ୟବସ୍ଥାର ସହ୍ୟ କରିବା ମହାରାଜାଙ୍କର ଉପସ୍ଥିତ ନୁହେଁ। ତ ବର୍ତ୍ତମାନ ରାଜାଙ୍କୁ କିଏ ମତଉଛି? ହାମାନ ପ୍ରଭୃତିରେ ମତଉଛି ଯେ ଯେମିତି ରାଜା ପ୍ରଭୃତିରେ ମର୍ଦ୍ଦକକୁ ବିରୋଧ କରିବେ ଆଉ ମର୍ଦ୍ଦକର ପଛରେ ଯେତେ ସବୁ ଜିହୁଦୀ ମାନେ ଅଛନ୍ତି ସେମାନଙ୍କୁ ଯେମିତି ମାରିବା ପାଇଁ ଆଦେଶ ଦେବେ। ସେଥିପାଇଁ ଯେତେ ପାରୁ ନ ପାରୁ କିଏ ପ୍ରଭୃତିରେ ରାଜାଙ୍କ ପ୍ରଭୃତିରେ ମତଉଛି ଜାଣିଛନ୍ତି? ଏ ହାମାନ ପ୍ରଭୃତିରେ ମତଉଛି। ସେଥିପାଇଁ ରାଜା ମଧ୍ୟ ଯେତେବେଳେ ହାମାନର କଥା ଶୁଣୁଛନ୍ତି ସେ ସନ୍ତୁଷ୍ଟ ହେଲେ ଲେଖା ହେଇଛି। ତା ମାନେ ଖୁସି ହଉଛନ୍ତି। ଏଁ, ନଅ ପଦ ଲେଖିଛି, ମହାରାଜ ସନ୍ତୁଷ୍ଟ ହେଲେ ସେମାନଙ୍କୁ ବିନାଶ କରିବା ପାଇଁ ପତ୍ର ଲେଖାଯାଉ। ତହିଁରେ ରାଜ୍ୟ କାର୍ଯ୍ୟ ତହିଁରେ ମୁଁ ରାଜା କାର୍ଯ୍ୟରେ ନିଯୁକ୍ତ ଲୋକଙ୍କ ହସ୍ତରେ ରାଜଭଣ୍ଡାରକୁ ଆଣିବା ପାଇଁ 10,000 ତାଳନ୍ତ ରୂପା ଦେବି। ତ ବର୍ତ୍ତମାନ ରାଜା କେତେ ଦେବି କହୁଛନ୍ତି? ଏ ଲୋକମାନଙ୍କୁ ମରାଯାଉ, ଯେ ଲୋକମାନେ ସେମାନଙ୍କୁ ଧରିକି ଆଣବେ, ମୁଁ ସେମାନଙ୍କୁ 10 ତାଳନ୍ତ ରୂପା ଦେବି କହୁଛି। ଏଥିରେ ରାଜା ଆପଣା ହସ୍ତରୁ ସକଳ ଅଙ୍ଗୁରୀୟ କାଳି ଜିହୁଦୀମାନଙ୍କର ବୈରୀ ଆଗାଗିୟ ହମଦାଥାର ପୁତ୍ର ହାମାନଙ୍କୁ ଦେଲା। ପୁଣି ରାଜା ହାମାନଙ୍କୁ କହିଲା, ସେହି ରୂପା ଓ ସେହି ଦେଶୀୟ ଲୋକଙ୍କୁ ତୁମକୁ ଦିଆଗଲା, ସେମାନଙ୍କ ପ୍ରତି ଯାହା ତୁମର ଇଚ୍ଛା ତାହା କର। ବର୍ତ୍ତମାନ ରାଜାଙ୍କ ଦ୍ୱାରା ହାମାନ ଅଧିକାର ପାଇଲେ ନା ପାଇଲାନି? ପାଇଲା। ତ ସେଥିପାଇଁ ରାଜାଙ୍କ ଠାରୁ ଅଧିକାର ପାଇଲା ପରେ ଇଏ ଫାଷ୍ଟ କାହାକୁ ମାରିବି ବୋଲି ଚିନ୍ତା କରିଥିବ? ନିଶ୍ଚିନ୍ତ ଭାବରେ ତାର ଶତ୍ରୁ ହଉଛନ୍ତି ମର୍ଦ୍ଦକ୍ଷ। ସେଥିପାଇଁ ଯେତେ ପାରୁ ନ ପାରୁ ଏ ମର୍ଦ୍ଦକ୍ଷ ବିରୋଧରେ ଯୁଦ୍ଧ କଲା ଆଉ ତାଙ୍କର ଲୋକମାନଙ୍କୁ ଚିହ୍ନଟ ପ୍ରକୃତିରେ କରିବାକୁ ଆରମ୍ଭ କଲେ। 12 ପଦ ଲେଖେଇଛି, ଏଣୁ ପ୍ରଥମ ମାସର ତ୍ରୟୋଦଶ ଦିନରେ ତାହାର ଲେଖକମାନେ ଆହୁରି ହୁଅନ୍ତେ ହାମାନର ସମସ୍ତ ଆଜ୍ଞାନୁସାରେ ପ୍ରତ୍ୟେକ ପ୍ରଦେଶରେ ରାଜପ୍ରତିନିଧିଗଣ ଓ ଅଧିପତିଗଣ ଓ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଶାସନକର୍ତ୍ତା ଗଣପତି ପ୍ରତ୍ୟେକ ପ୍ରଦେଶରେ ଅକ୍ଷୟ ଅନୁସାରେ ପ୍ରତ୍ୟେକ ଦେଶୀୟ ଲୋକଙ୍କ ଭାଷା ଅନୁସାରେ ପ୍ରତି ଲିଖିତ ହେଲା। ତାହା ଅକ୍ଷୟ ରାଜାର ନାମରେ ଲିଖିତ ଓ ରାଜାର ଅଙ୍ଗୁରୀୟରେ ମୁଦ୍ରାଙ୍କିତ ହେଲା। ତ ଏ ଜାଗାରେ ରାଜା ଦସ୍ତଖତ କଲା, ମାନେ ସିଲ୍ ମାରିକି ପଠେଇଲେ। ଯେତେ ଭାଷା ପ୍ରଭୁତରେ ଥିଲା ନାହିଁ କି ସବୁ ଭାଷାରେ ସେଇଟା ଲେଖା ହେଲା, ସବୁ ପ୍ରଦେଶରେ ଚିପେଇ ଦିଆହେଲା ଯେ ବର୍ତ୍ତମାନ ଜିହୁଦୀ ମାନଙ୍କର ଶେଷ ସମୟ ଆଉ ହାମାନ ମର୍ଦ୍ଦକୀ ପ୍ରଭୃତିରେ ମରା ହବ, ଜିହୁଦୀ ଲୋକମାନଙ୍କୁ ଫାଶୀ କୁଟରେ ଟଙ୍ଗା ହବ। ତ ଏଇଟା ହଉଛି ଗୋଟେ ବହୁତ ବଡ ବିଷୟ। ଏ ସବୁ ବିଷୟ କିଏ ଦେଖୁଛି ଜାଣିଛନ୍ତି? ଏ ମର୍ଦ୍ଦକୀ ସବୁ ସାମ୍ନା କରୁଛନ୍ତି, ମର୍ଦ୍ଦକ ପ୍ରଭୃତିରେ ଦେଖୁଛନ୍ତି। ତ ଦେଖିଲେ ସେ ସମୟରେ ମର୍ଦ୍ଦକୀର ହୃଦୟରେ ବହୁତ ବିରକ୍ତ ହେଇଗଲେ। ହୁଁ? ଆରେ ଇଏ ଏଷ୍ଟର ପ୍ରଭୃତିରେ ମୋ ପାଇଁ ଦିନେ ରାଣୀ ହେଲା, ମୋ ପାଇଁ ଦିନେ ପ୍ରଭୃତିରେ ରାଣୀ ହେଇକି ପ୍ରଭୃତିରେ ଇଏ ପ୍ରଭୃତିରେ ବର୍ତ୍ତମାନ ରାଜପ୍ରସାଦରେ ପ୍ରଭୃତିରେ ବଞ୍ଚୁଛି। କିନ୍ତୁ ହେଷ୍ଟର କାହିଁକି ପାଟି ବନ୍ଦ କରିକି ଅଛି? ଏଡେ ବଡ ଷଡ଼ଯନ୍ତ୍ର ହାମାନ ପ୍ରଭୃତିରେ କରୁଛନ୍ତି, ଜିହୁଦୀ ଲୋକମାନେ ମୃତ୍ୟୁ ସମ୍ମୁଖରେ ଛିଡା ହେଇଛନ୍ତି, କିନ୍ତୁ ଏଷ୍ଟର ପାଟି ବନ୍ଦ କରିଛି କଣ ପାଇଁ? ସେଥିପାଇଁ ମର୍ଦ୍ଦକୀ ପ୍ରଭୃତିରେ ବୁଝି ପାରୁନାହାନ୍ତି କି ଏ ଏଷ୍ଟର ହେଲା ଏ ପ୍ରକାର ହେଲା କେମିତି? ହଁ, ଦିନେ ଏ ଏଷ୍ଟର ପ୍ରଭୃତିରେ ମୋ ପାଇଁ କେତେ ମତେ ଭେଟିବା ପୂର୍ବରୁ ଏଷ୍ଟର କେତେ ଦୈନ୍ୟ ଜୀବନ ପ୍ରଭୃତିରେ ବଞ୍ଚୁଥିଲା। କିନ୍ତୁ ମୁଁ ତାକୁ ମୋର କନ୍ୟା ପରି ତାକୁ ପ୍ରତିପାଳନ କଲି, ସେବା କଲି। ମୋ ପାଇଁ ସେ ଦିନେ ପ୍ରଭୃତିରେ ହଗେଇ ପାଖକୁ ପ୍ରଭୃତିରେ ନିଆଗଲା। ଆଉ ଦିନେ ସେ ରାଜାଙ୍କର ଅନୁଗ୍ରହ ପାଇଲା, ସବୁ ଲୋକ ତାକୁ ଅନୁଗ୍ରହ ଦେଲେ। ଇଏ ଅନୁଗ୍ରହ ପାତ୍ରୀ ଅଟେ, କିନ୍ତୁ ଅନୁଗ୍ରହ ପାଇଲା ପରେ ମଧ୍ୟ ତାର ଚେତା ନାହିଁ। ତ ଯେତେବେଳେ ମର୍ଦ୍ଦକୀ ଯେତେବେଳେ ଏଷ୍ଟରକୁ ଦେଖୁଛନ୍ତି, ଏଷ୍ଟର ମଧ୍ୟ ପ୍ରଭୃତିରେ ପାଟି ବନ୍ଦ କରିକି ଅଛି। ତ ମର୍ଦ୍ଦକୀ କଣ ଏଟା ଭଲ ଲାଗୁଥିବ କି? ନାଇଁ। ସେଥିପାଇଁ ମର୍ଦ୍ଦକୀ କଣ କହିଲେ ଜାଣିଛନ୍ତି? ମର୍ଦ୍ଦକୀ ପ୍ରଭୃତିରେ ଗଲେ ଚାରି ପର୍ବରେ ଆଉ ଏଷ୍ଟର ସହିତ କଥାବାର୍ତ୍ତା କରିବାକୁ ଆରମ୍ଭ କଲେ। କଣ ବୋଲି କହିଲେ? ହୁଁ? ଆମେ ଯଦି ଦେଖିବାକୁ କହିଲେ
ଚାରି ପର୍ବର ଏକ ପଦର ତଳକୁ ଦେଇ ପଡ଼ିବା ମଧୁକେ ଏହି ସବୁ ବିଷୟ ଗୋଚର ହୁଅନ୍ତି ଆପଣା ବସ୍ତ୍ର ଚିରିଲା ଅଖା ପିନ୍ଧି ଓ ଭସ୍ମ ଲେପନ କରି ନଗର ମଧ୍ୟକୁ ଯାଇ ଉଚ୍ଚ ଓ ବିଳାପର ସ୍ୱରରେ ରୋଦନ କଲା। ପୁଣି ସେ ରାଜଗୃହରେ ମମ୍- ଏ, ମମୁଖ ପର୍ଯ୍ୟନ୍ତ ମଧ୍ୟ ଆସିଲା ମାତ୍ର ଅଖା ପିନ୍ଧି କେହି ରାଜଦ୍ୱାରରେ ପ୍ରବେଶ କରିପାରିଲା ନାହିଁ। ଆଉ ପ୍ରତ୍ୟେକ ପ୍ରଦେଶରେ ଯେଉଁ ଯେଉଁ ସ୍ଥାନକୁ ଏହି ରାଜାଜ୍ଞା ଓ ନିୟମ ପତ୍ର ଗଲା ସେହି ସକଳ ସ୍ଥାନରେ ଜିହୁଦୀମାନଙ୍କର ମଧ୍ୟରେ ମହାଶୋକ ଉପବାସ ଓ କ୍ରନ୍ଧନ ଓ ବିଳାପ ହେଲା। ଅନେକ ଅଖା ଓ ଭସ୍ମରେ ଶୟନ କଲେ। ଏଣୁ ଏଷ୍ଟେରର ଦାସୀଗଣ ଓ ନପୁଂସକମାନେ ଆସି ଏହି କଥା ତାହାଙ୍କୁ ଜଣାଇଲେ। ତେଣୁ ରାଣୀ ଅତିଶୟ ଶୋକ କଲା। ପୁଣି ମର୍ଦ୍ଦକୀ ଠାରୁ ଅଖା କାଢ଼ି ତାହାକୁ ପିନ୍ଧାଇବା ପାଇଁ ବସ୍ତ୍ର ପଠାଇଲା ମାତ୍ର ସେ ତାହା ଗ୍ରହଣ କଲା ନାହିଁ। ଏଥିରେ ରାଜା ଏଥିରେ ରାଜା ଦ୍ୱାରା ଏଷ୍ଟେର ସେବାର ନିଯୁକ୍ତ ହତୋକ ନାମକ ରାଜନପୁଂସକ ଏଷ୍ଟେର ଡାକି କି ହେଲା ଓ କି ନିମନ୍ତେ ଏହା ହେଲା ଏହା ଜାଣିବା ନିମନ୍ତେ ମର୍ଦ୍ଦକୀ ନିକଟକୁ ଯିବା ପାଇଁ ତାକୁ ଆଜ୍ଞା ଦେଲେ। ତହିଁରେ ହତୋକ ରାଜଦ୍ୱାର ସମ୍ମୁଖ ନଗରକୁ ଆଉ ଛକବନ୍ଦୀ ସ୍ଥାନରେ ମର୍ଦ୍ଦକୀ ନିକଟକୁ ଗଲା। ପୁଣି ମର୍ଦ୍ଦକୀ ଆପଣା ପ୍ରତି ଯାହା ଯାହା ଘଟିଥିଲା ଓ ଜିହୁଦୀମାନଙ୍କୁ ବିନାଶ କରିବା ପାଇଁ ହାମାନ ରାଜଭବନରେ ଠିକ ଯେତେ ମୁଦ୍ରା ଦେବାକୁ ପ୍ରତିଜ୍ଞା କରିଥିଲା ତାହା ତାହାକୁ କହିଲା। ତ ବର୍ତ୍ତମାନ ଏଷ୍ଟେର ତାଙ୍କୁ ପଠେଇଲା ନପୁଂସକ ମାନଙ୍କୁ ପଠେଇଲା ମର୍ଦ୍ଦକୀ ନାଇକି ସବୁ ପ୍ରକୃତରେ କଥା ଜଣାଇଲେ। ଦେଖ ଆମ ପାଇଁ ଆମ ପ୍ରତି ହାମାନ କଣ କଣ କରୁଛନ୍ତି ଆମ ଜୀବନରେ କୋଉ ପ୍ରକାର ବିଷୟ ଘଟିବାକୁ ଯାଉଛି ସବୁ ପ୍ରକୃତିରେ ଜଣେଇଲେ। ଏଷ୍ଟେର ପ୍ରକୃତିରେ ମର୍ଦ୍ଦକୀ ପାଇଁ ଡ୍ରେସ ପଠେଇଥିଲା ମର୍ଦ୍ଦକୀ ଗ୍ରହଣ କଲା ନାହିଁ। ଅଖା ପିନ୍ଧିକି ଆ ଇଏ ପ୍ରକୃତିରେ ଭସ୍ମ ଲେପନ କରିଥିଲା ଲେଖା ହେଇଛି। ଭସ୍ମ ମାନେ ପାଉଁଶ। ତା ନେଇ କଣ ଜାଣେ ପାଉଁଶ କାହିଁକି ଲେପନ କଲା ଜାଣିଛନ୍ତି? ଆରେ ଆମେ ମରବା ଜାଗାରେ ଅଛୁ। ଆଁ, ସେଥିପାଇଁ କିଛି ଉପାୟ ପ୍ରକୃତିରେ ନଥିଲା ସେ ଜାଗାରେ ଏମାନେ ବଞ୍ଚି ପାରବାଟା। ଏତ ରାଜା ପ୍ରକୃତିରେ ମୁଦ୍ରାଙ୍କିତ କରିଛନ୍ତି ସିଲ୍ ମାରିଛନ୍ତି ସିଗ୍ନେଚର କରିଛନ୍ତି। ତ ରାଜାଙ୍କର କଥା କେହି କାଟି ପାରିବେ ନାହିଁ। ସେଥିପାଇଁ ଗୋଟିଏ ଏକା ମାଧ୍ୟମ ସେ ଜାଣିଛନ୍ତି ସେଟା ସମାଧାନ ହେଇପାରିବ ଏଷ୍ଟେରଙ୍କ ଦ୍ୱାରା। ସେଥିପାଇଁ ମର୍ଦ୍ଦକୀ ଯେତେବେଳେ ଦେଖୁଛନ୍ତି କି ଏଷ୍ଟେର ରାଜପୁରୀରେ ଅଛି ରାଜପ୍ରସାଦରେ ବଞ୍ଚିଛି କିନ୍ତୁ ପାଟି ବନ୍ଦ କରିକି ଅଛି। କିନ୍ତୁ ସେ ମଧ୍ୟ ନିଜେ ଜଣେ ଜିହୁଦୀ ଲୋକ ହେଇକି କେବେ ମଧ୍ୟ ଜିହୁଦୀ ଲୋକଙ୍କ ପାଇଁ କାମ କରୁନି। ଏତେ ମର୍ଦ୍ଦକୀ ନାଇକି ବହୁତ ବିରକ୍ତ ହେଲେ। ଆରେ ଏ ଝିଅ କେମିତିଟା ଇଏ କେମିତି ଥରେ ବି ପ୍ରକୃତିରେ ଚିନ୍ତା କରୁନାହିଁ ବୋଲି। ସେତେବେଳେ ନାଇଁ କି ନଅ ପଦରେ ଯଦି ଆମେ ଦେଖିବା ତମ ହତକ ଆସି ମର୍ଦ୍ଦକୀର କଥା ଏଷ୍ଟେରଙ୍କୁ ଜଣାଇଲା। ଏ ଉତ୍ତରେ ଏଷ୍ଟେର ହତକକୁ ଏହି କଥା କହି ମର୍ଦ୍ଦକୀ ନିକଟକୁ ଯିବା ପାଇଁ ଆଜ୍ଞା କଲା। ଯଥା ବିନା ଡାକରାରେ ପୁରୁଷ କି ସ୍ତ୍ରୀ ଯାଇକି ଭିତରେ ପ୍ରାଙ୍ଗଣରେ ରାଜାଙ୍କ ନିକଟକୁ ଯାଏ ତାହାର ପ୍ରାଣଦଣ୍ଡ ହେବାର ଏକମାତ୍ର ଆଜ୍ଞା ଅଛି। କେବଳ ତାହା ପ୍ରତି ରାଜା ସ୍ୱର୍ଣ୍ଣମୟ ରାଜଦଣ୍ଡ ବଢ଼ାନ୍ତି ସେ ବଞ୍ଚେ। ରାଜାର ସବୁ ଦାସ ଓ ରାଜାଙ୍କର ସବୁ ପ୍ରଦେଶସ୍ଥ ଲୋକ ଜାଣନ୍ତି ମାତ୍ର ଆଜକୁ 30 ଦିନ ହେଲା ମୁଁ ରାଜାଙ୍କ ନିକଟକୁ ଯିବା ପାଇଁ ଡାକରା ପାଇନାହିଁ। ତ ବର୍ତ୍ତମାନ ରାଜାଙ୍କ ମର୍ଦ୍ଦକୀ ପାଖରେ ଏଷ୍ଟେର ଗଲା। ଏଷ୍ଟେର ଗଲା ପରେ ଏଷ୍ଟେରଙ୍କ ବିଷୟ ମର୍ଦ୍ଦକୀ ସବୁ ବିଷୟ ପ୍ରକୃତିରେ ପାଇଲା। ସେ ଶୁଣିବାକୁ ପାଇଲା। ଯେତେବେଳେ ଶୁଣିଲା ଇଏ କଣ କଲା ଜାଣିଛନ୍ତି? ଦେଖିଲା ଯେ ରାଜା ମତେ 30 ଦିନ ହେଲା ଡାକି ନାହାନ୍ତି ମୁଁ ବି ଭେଟି ନାହିଁ ରାଜାଙ୍କୁ। ଏ ପ୍ରକାର ବିନା ଡାକରାରେ ମୁଁ ରାଜାଙ୍କ ସାମ୍ନାରେ ଯଦି ଯିବି ନିହାତି ମତେ ପ୍ରକୃତିରେ ମରାଯିବ। ତେବେ କେମିତି ପ୍ରକୃତିରେ ଯିବି? ସେଥିପାଇଁ ସେ ଜାଗାରେ ଆଁ, 12 ପଦ ଲେଖାଇଛି। ସେମାନେ ଏଷ୍ଟେରର ଏହି କଥା ମର୍ଦ୍ଦକୀକୁ କହିଲେ। ତେଣୁ ମର୍ଦ୍ଦକୀ ଏଷ୍ଟେରକୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା ସବୁ ଜିହୁଦୀମାନଙ୍କ ମଧ୍ୟରୁ କେବଳ ତୁମ୍ଭେ ରାଜଗୃହରେ ଥିବାରୁ ଯେ ରକ୍ଷା ପାଇବେ ଏହା ମନରେ ନ ଭାବ। ତ ଏଷ୍ଟରକୁ ସିଧା ମଧ୍ୟ କହିଲେ ଯେ ତୁ ରାଜପୁରୀରେ ଅଛୁ ତୁ ରାଜପ୍ରସାଦରେ ଅଛୁ ୟାର ଭାବେ ନା ଯେ ତୁ ପ୍ରକୃତରେ ବଞ୍ଚୁ। ତଳେ ଲେଖା ହେଲା 14ରେ ଯେବେ ତୁମ୍ଭେ ଏହି ସମୟରେ ସର୍ବତ ଭାବେ ନୀରବ ହୋଇ ରୁହ ତେବେ ଅନ୍ୟ କୌଣସି ସ୍ଥାନରୁ ଜିହୁଦୀମାନଙ୍କ ଉପକାର ଉଦ୍ଧାର ଉତ୍ପନ୍ନ ହେବ ମାତ୍ର ତୁମ୍ଭେ ଓ ତୁମ୍ଭ ପିତୃବଂଶ ବିନଷ୍ଟ ହେବେ। କିଏ ଜାଣେ ତୁମ୍ଭେ ଏପରି ସମୟ ନିମନ୍ତେ ରାଜ୍ୟ ପାଇଅଛ। ତ ଏଇଟା ଯେତେବେଳେ ରାଜା ପ୍ରକୃତିରେ ଏଷ୍ଟର ଯେତେବେଳେ ଶୁଣିଥିବ ଏଷ୍ଟରକୁ କଣ କେମିତି ହେଇଥିବ? ଗୋଟେ ବର୍ତ୍ତମାନ ପ୍ରକୃତିରେ ମର୍ଦ୍ଦକ୍ଷ ଏଷ୍ଟରକୁ ଗୋଟେ ଚାପଡ଼ା ମାଡ଼ ମାରିଲା ଭଳିଆ କଥା କହୁଛନ୍ତି। ଏଷ୍ଟର ଯେତେବେଳେ ଦେଖିଲା ଆରେ ମୁଁ ରାଜପ୍ରସାଦରେ ଅଛି ସତ କିନ୍ତୁ ମୁଁ କଣ ବଞ୍ଚି ପାରିବି କି? ଯେହେତୁ ରାଜା ଏ ସବୁ ଜିହୁଦୀ ମାନଙ୍କୁ ମାରିବା ପାଇଁ ଆଦେଶ ପ୍ରକୃତିରେ ଦେଇଛନ୍ତି ନିଜେ ଦସ୍ତଖତ କରିଛନ୍ତି।
ଆଉ ସେ ସିଲ୍ ମାରିଛନ୍ତି। ମୁଦ୍ରାଙ୍କିତ ମାନେ ସିଲ୍ ମରା ହେଇଛି, ମୋହର ମରା ହେଇଛି। ତ ଏଇଟାକୁ କିଏ ପ୍ରକୃତରେ କାଟିବ? ସେ ଇଏ ପ୍ରକୃତରେ ବର୍ତ୍ତମାନ ଅଛି ସତରେ ରାଣୀ ହେଇକି, କିନ୍ତୁ ଯଦି ଜିହୁଦୀ ମାନଙ୍କର ଯଦି ମାନେ ନିୟମ ଅଛି ମରାଯାଉ କହିକି, ରାଣୀ ପ୍ରକୃତରେ ବଞ୍ଚି ପାରିବ କି? ତ ସେ ସମୟରେ ରାଣୀ ନାଇକି ରାଜପ୍ରସାଦ ଥାଇକି ନିଜର ମୃତ୍ୟୁକୁ ମତେ ଦେଖିଲା। ସେ ସମୟରେ ସେ କଣ କହିଲା? ହୁଁ 15 ପଦ ଲେଖିଲେ, ଏଥିରେ ଏଷ୍ଟେର ମର୍ଦ୍ଦକଙ୍କୁ ଏହି ପ୍ରତ୍ୟୁତ୍ତର ଦେବାକୁ ସେମାନଙ୍କୁ କହିଲା, ତୁମ୍ଭେ ଯେ ସୁସନରେ ଉପସ୍ଥିତ ସମସ୍ତ ଜିହୁଦୀୟ ଲୋକଙ୍କୁ ଏକତ୍ର କରି ମୋ ଲାଗି ଉପବାସ କର। ପୁଣି 3 ଦିନ ଯାଏ ଦିନରେ କିଏ ବା ରାତିରେ କିଛି ଆହାର କର ନାହିଁ ଓ କିଛି ପାନ କର ନାହିଁ। ମଧ୍ୟ ମୁଁ ମୋହର ଦାସୀଗଣ ତଦ୍ରୂପ ଉପବାସ କରିବୁ ତୋ ବ୍ୟବସ୍ଥା ଅନୁଯାୟୀ, ନହେଲେ ହେଁ ମୁଁ ରାଜାଙ୍କ ନିକଟକୁ ଯିବି। ତହିଁରେ ମୁଁ ବିନଷ୍ଟ ହେଲେ ବିନଷ୍ଟ ହେବି। ତେଣୁ ମର୍ଦ୍ଦକ୍ୟକୁ ଚାଲ ଯାଇ ଏଷ୍ଟେର ସମସ୍ତ ଆଜ୍ଞା ଅନୁସାରେ କର୍ମ କଲେ। ଏ ଜାଗାରେ ଦେଖିଲେ ବର୍ତ୍ତମାନ ଏଷ୍ଟେର ମନ ବଦଳି ଗଲା। ଆଉ ତାର ହୃଦୟ ପ୍ରକୃତିରେ ଚେଞ୍ଜ ହେଇଗଲା। ବର୍ତ୍ତମାନ ସେ ମର୍ଦ୍ଦକ୍ୟକୁ ଉତ୍ତର ଦେଲା, ଠିକ ଅଛି, ମୁଁ ଆଜି ପର୍ଯ୍ୟନ୍ତ ଏ ପ୍ରକାର ନିରୁତ୍ତର ହେଇକି ରହିଛି। ଆଜି ପର୍ଯ୍ୟନ୍ତ ମୁଁ ରାଜାଙ୍କୁ କେବେ ମଧ୍ୟ ଜିହୁଦୀ ମାନଙ୍କ ପ୍ରକୃତିରେ ବିନତି କରିନାହିଁ କି ଜିହୁଦୀ ମାନଙ୍କ ପାଇଁ କେବେ ମଧ୍ୟ ଛିଡା ହେଇନାହିଁ। ସତରେ ମୁଁ କେତେ ଦୁଷ୍ଟ ଲୋକ, କେତେ ମନ୍ଦ ଲୋକ ଅଟେ। ମୁଁ ଏ ପ୍ରକାର ଭାବରେ ଅନୁଗ୍ରହ ପାଇଲି ସତ, କିନ୍ତୁ ମୋର ମରଣ ମଧ୍ୟ ମୁଁ କେବେ ଜାଣିନାହିଁ ଯେ ମୁଁ ରାଜପ୍ରସାଦରେ ଥାଇକି ଦିନ ମରବି। ତ ଯେତେବେଳେ ଏଷ୍ଟର ଏ ପ୍ରକାର ଭାବରେ ଚିନ୍ତା କରୁଛନ୍ତି, ଆଉ ଯେତେବେଳେ ମର୍ଦ୍ଦକ୍ୟକୁ ଜଣେଇଲେ, ମର୍ଦ୍ଦକ୍ୟ ପ୍ରକୃତରେ କଣ କହିଲେ? ତମେ ଯାଅ, ଯେତେ ବି ଜିହୁଦୀ ଲୋକ ଅଛନ୍ତି, ତମେ ଦିନରେ ଖାଅ ନାହିଁ କି ରାତିରେ ଖାଅ ନାହିଁ, ମୋ ପାଇଁ ଉପବାସ ପ୍ରାର୍ଥନା କର। ଆମେ ବି ସେମିତି ପ୍ରକୃତରେ କରିବୁ ଏ ସୁସନ ରାଜଧାନୀରେ। ଆଁ ମୋର ଦାସ ଦାସୀ ଭାବକୁ ନେଇକି ମୁଁ ମଧ୍ୟ ସେ ପ୍ରକାର କରିବି। ମୋର ବି ମୁଁ ଯିବି ବୋଲି ପ୍ରକୃତରେ ବାହାରିଲି। ସେ ସମୟରେ ଏଷ୍ଟର ପ୍ରକୃତରେ ରାଜାଙ୍କ ଦ୍ୱାର ମୁହଁରେ ଛିଡା ହେଲା। ଛିଡା ହେଲାକୁ ରାଜା ପ୍ରକୃତରେ ଦେଖିକି ଛାନିଆ ହେଇଗଲା। 5 ପର୍ବର 2 ପଦ ଲେଖିଛି, ଏଥିରେ ରାଜା ଏଷ୍ଟରକୁ ରାଣୀକି ଆପଣା ପ୍ରାଙ୍ଗଣରେ ଠିଆ ହେବାର ଦେଖିଲେ। ପୁଣି ଏଷ୍ଟର ରାଜାର ଦୃଷ୍ଟିରେ ଅନୁଗ୍ରହ ପାଇବାରୁ ରାଜା ଏଷ୍ଟର ପ୍ରତି ଆପଣା ହସ୍ତସ୍ଥିତ ସୁବର୍ଣ୍ଣ ଦଣ୍ଡ ବଢାଇଲା। ପୁଣି ଏଷ୍ଟର ନିକଟକୁ ଆସି ରାଜଦଣ୍ଡରେ ଅଗ୍ରଭାଗ ଛୁଇଁଲା। ପୁଣି ରାଜା ତାହାକୁ ପଚାରିଲେ, ଆଗ ଏଷ୍ଟର ରାଣୀ, ତୁମକୁ କି ବାଞ୍ଛା? ମୁଁ କି ମୁଁ କି ପ୍ରାର୍ଥନା ଅଧିକ ରାଜ୍ୟ ପର୍ଯ୍ୟନ୍ତ ହେଲେ ହେଁ ତାହା ତୁମକୁ ଦତ୍ତ ହେବ। ବର୍ତ୍ତମାନ ରାଜା ପ୍ରକୃତରେ ଆଶ୍ଚର୍ଯ୍ୟ ଭାବରେ ତାର ସ୍ୱର୍ଣ୍ଣ ଦଣ୍ଡ ବଢେଇଲେ ସିଧା। ଏମିତି ବଢେଇଲେ, ତ ଏମିତି ଯେତେବେଳେ ବଢେଇଥିବେ, ରାଣୀ କଣ ପାଇଥିବେ, ଆରେ ରାଜାଙ୍କର ହୃଦୟ ତ ପୁରା ଭିନ୍ନ ଅଛି। ରାଜା ବର୍ତ୍ତମାନ ପ୍ରକୃତରେ ସ୍ୱର୍ଣ୍ଣଦଣ୍ଡ ବଢେଇଲେ। ସେ ସମୟରେ ସିଧାସଳଖ ନେଇକି ରାଣୀ ଗଲା ତାର ଅଗ୍ରଭାଗ ଛୁଇଁଲା ଲେଖା ହେଇଛି। ସେ ସମୟରେ ରାଜା ପାଖକୁ ପଚାରିଲେ ଏଷ୍ଟର କଥା ଅନୁସାରେ ସେ ଏଷ୍ଟର ପ୍ରକୃତରେ ପଚାରିଲେ, କଣ ଦରକାର ତତେ? ରାଜ୍ୟର ଅଧା ହେଲେ ମଧ୍ୟ ମୁଁ ତତେ ଦେବି ବୋଲି କହିଲେ। ଏଥିରେ ଏଷ୍ଟର ଉତ୍ତର ଦେଲା, ମହାରାଜାଙ୍କ ଦୃଷ୍ଟିରେ ଭଲ ଯଦି ଦିଶେ, ତେବେ ମୁଁ ଆପଣଙ୍କ ପାଇଁ ଏକ ଭୋଜ ପ୍ରସ୍ତୁତ କରିଛି। ମହାରାଜ, ଆପଣ ହାମାନ ପ୍ରକୃତିରେ ମୋର ଭୋଜକୁ ଆସନ୍ତୁ। ସେତେବେଳେ ଇଏ ରାଜାଙ୍କ ହାମାନଙ୍କ ପ୍ରକୃତିରେ ନିଜର ଭୋଜିକୁ ଆୟୋଜନ ମାନେ ନିମନ୍ତ୍ରଣ କଲେ। ତ ସେଇଟା ଶୀଘ୍ର ପ୍ରକୃତିରେ ଆସିଲାକୁ ହାମାନଙ୍କୁ ଯେତେବେଳେ ରାଜା ଜଣେଇଲେ, ହାମାନ ବହୁତ ଖୁସି ହେଲେ। ମୋ ବିନା ଆଉ ରାଜାଙ୍କ ପରି ସମ୍ମାନ ପାଇବା ଲୋକ କିଏ ଅଛି? ମୁଁ ଆକା ଏକଲା ପ୍ରକୃତି ରାଜାଙ୍କ ତଳେ। ରାଜା ମଲା ପରେ ଆଉ ରାଜା କିଏ ହବ? ମୁଁ ଆକା ରାଜା ହେବି। ଏ ହାମାନ ନାହିଁ କି ପ୍ରକାର ଭାବିଲା। ଦିନେ ରାଜା ଆଉ ହାମାନ ପ୍ରକୃତିରେ ଏଷ୍ଟେର ଭୋଜିକୁ ପ୍ରକୃତିରେ ନିମନ୍ତ୍ରିତ କରାଗଲା ପରେ ଏମାନେ ସେ ଜାଗାରେ ପ୍ରକୃତିରେ ପହଞ୍ଚିଲେ। ସେତେବେଳେ 5 ପଦରେ ଦେଖିଲେ, ଏଥିରେ ରାଜା କହିଲା, ଏଷ୍ଟେରର କଥା ଅନୁସାରେ ଶୀଘ୍ର କର୍ମ କରିବା ପାଇଁ ହାମାନକୁ କୁହ। ଅନନ୍ତର ରାଜା ହାମାନ ଏଷ୍ଟେରର ପ୍ରସ୍ତୁତ ଭୋଜକୁ ଆସିଲେ। ବର୍ତ୍ତମାନ 2 ଜଣ ସବୁ ଆସିଲେ। 6 ପଦରେ ରାଜା ତାକୁ କଣ କହୁଛନ୍ତି? ଏଥିରେ ରାଜା ଭୋଜରେ ଦ୍ରାକ୍ଷାରସ ପାନ କରିବା ବେଳେ ଏଷ୍ଟେରଙ୍କୁ କହିଲା, ତୁମର ନିବେଦନ କଣ? ତା ତୁମକୁ ଦତ୍ତ ହେବ। ପୁଣି ତୁମର ପ୍ରାର୍ଥନା କଣ? ଅର୍ଦ୍ଧେକ ରାଜ୍ୟ ପର୍ଯ୍ୟନ୍ତ ହେଲେ ତାହା ସିଦ୍ଧ ହେବ। ତ ଏଇ ଜାଗାରେ ରାଜା ପଚାରୁଛନ୍ତି, କଣ ତୋର ପ୍ରାର୍ଥନା, ତୁ କଣ ତୋର ନିବେଦନ କହ କହିଲାକୁ ସେ ସମୟରେ 7 ପଦରେ ଦେଖିଲେ, ଏଥିରେ ଏଷ୍ଟେର ଉତ୍ତର ଦେଲା, ମୋହର ନିବେଦନ ଓ ପ୍ରାର୍ଥନା ଏହି, ମୁଁ ଯେବେ ମହାରାଜାଙ୍କ ଦୃଷ୍ଟି ଅନୁଗ୍ରହ ପାଇଅଛି, ପୁଣି ମୋହର ନିବେଦନ ବିଷୟ ଦେବାକୁ ପ୍ରାର୍ଥନା ଓ ସିଦ୍ଧ କରିବାକୁ ଯେ ମହାରାଜ ସନ୍ତୁଷ୍ଟ ହୁଅନ୍ତି, ତେବେ ମୁଁ ଯେଉଁ ଭୋଜ ଆପଣମାନଙ୍କୁ ନିମନ୍ତେ ପ୍ରସ୍ତୁତ କରିବି, ତହିଁରେ ମହାରାଜ ହାମାନ ଆସନ୍ତୁ। ମୁଁ କାଲି ମହାରାଜାଙ୍କ ଆଜ୍ଞା ଅନୁସାରେ କରିବି। ଏ ଜାଗାରେ
ନିମନ୍ତ୍ରଣ ପ୍ରଭୃତିରେ ଦେଲା। ସେ ସମୟରେ ମର୍ଦ୍ଦକ୍ଷ ରାଜା ହାମାନ ପ୍ରଭୃତିରେ ମର୍ଦ୍ଦକ୍ଷ କଣ ଏଷ୍ଟର ଭୋଜିକୁ ପ୍ରଭୃତିରେ ନିମନ୍ତ୍ରିତ ହେଲା, ଗଲେ ସେମାନେ। ସେ ସମୟରେ ଯଦି ଆମେ ଦେଖିବା 9 ପଦର ତଳକୁ, ତହିଁରେ ସେହିଦିନ ହାମାନ ଆନନ୍ଦିତ ଓ ତୁଷ୍ଟଚିତ୍ତ ହେବା ହୋଇ ବାହାରକୁ ଗଲା। ମାତ୍ର ହାମାନ ରାଜଦ୍ୱାରରେ ଆପଣା ସମ୍ମୁଖରେ ମର୍ଦ୍ଦକ୍ୟକୁ ଉଠି ଠିଆ ନ ହୋଇ ହେବାର କିଏ ବା ପ୍ରଣାମ ନ କରିବାର ଦେଖି ସେ ମର୍ଦ୍ଦକ୍ୟ ବିରୋଧରେ କ୍ରୋଧରେ ପରିପୂର୍ଣ୍ଣ ହେଲା। ତଥାପି ହାମାନ ଆପଣା କ୍ରୋଧ ସମ୍ଭାଳି ସମ୍ଭାଳି ଗୃହକୁ ଗଲା। ପୁଣି ଆପଣା ମିତ୍ରଗଣକୁ ଆପଣା ଭାର୍ଯ୍ୟା ସେରସକୁ ଡାକି କହିଲା, ଆଉ ହାମାନ ଆପଣା ଧନ ଐଶ୍ୱର୍ଯ୍ୟର କଥା ଓ ବହୁ ସନ୍ତାନମାନଙ୍କ କଥା ରାଜା କିପରି ତାହାର ପଦ ବୃଦ୍ଧି କରିଅଛନ୍ତି, କି ରୂପେ ତାହାକୁ ଆପଣା ଅଧିପତି ମାନଙ୍କ ଓ ଦାସମାନଙ୍କ ଉପରେ ଆସନ ଦେଇଅଛନ୍ତି, ଏହିସବୁ ବିଷୟ ଆମ୍ଭମାନେ ଜଣାଇଲେ। ହାମାନ ଆହୁରି କହିଲା, ଏଷ୍ଟର ରାଣୀ ଆପଣା ପ୍ରସ୍ତୁତ ଭୋଜକୁ ମୋ ବିନୁ ଆଉ କାହାରିକୁ ରାଜା ସଙ୍ଗେ ଯିବାକୁ ଦେଇନାହାନ୍ତି। ପୁଣି କାହିଁକି ମୁଁ ରାଜାଙ୍କ ସଙ୍ଗେ ତାଙ୍କ ଦ୍ୱାରା ନିମନ୍ତ୍ରିତ ହୋଇଅଛି? ତ ଏ ଜାଗାରେ ଦେଖିଲେ ହାମାନ କଣ ଭାବୁଛି? ମୋ ଭିତରେ ମୋ ଛଡା ଆଉ କିଏ ଅଛି ରାଜାଙ୍କ ସହିତ ଯିବ? ମୋ ଛଡା ଆଉ କିଏ ଅଛି ରାଜାଙ୍କ ବିନା ପ୍ରଭୃତିରେ ନିମନ୍ତ୍ରିତ ପ୍ରଭୃତିରେ ପାଇବ? ମୁଁ ଆକା ଜଣେ ଲୋକ ଅଛି ଯିଏକି ରାଜାଙ୍କ ତଳେ ମୁଁ ଆକା ଅଛି। ସେଥିପାଇଁ ସେ ପ୍ରଭୃତିରେ କଣ କରୁଛି? ନିଜର ନାଁ ଉଚ୍ଚାରେ ରଖୁଛି, ନିଜକୁ ବଡ କରୁଛି। ଆଁ? ସେ ରାଜା ନିଜକୁ ରାଜାଙ୍କ ପରି ପ୍ରଭୃତିରେ ତୁଳନା କରୁଛି। ତ ମର୍ଦ୍ଦକ୍ୟ ଏଇଟା କେତେ ଖରାପ ଲାଗୁଥିବ। ହାମାନ ଏଷ୍ଟର ମଧ୍ୟ ବର୍ତ୍ତମାନ ଦେଖୁଥିବ, ଆରେ ଇଏ କେତେ ଷଡ଼ଯନ୍ତ୍ର କରିଛି। ଉଁ? ବର୍ତ୍ତମାନ ଆମେ ମୃତ୍ୟୁ ମୁଖରେ ଅଛୁ। ସେ ସମୟରେ କଣ ହେଲା ଜାଣିଛନ୍ତି? ଯଦି ଆମେ ଦେଖିବାକୁ କହିଲେ 14 ପଦ ଲେଖା ହେଇଛି, ଏଣୁ ତାହାର ଭାର୍ଯ୍ୟା ସେରସ ଓ ମିତ୍ର ସମସ୍ତେ ତାହାଙ୍କୁ କହିଲେ, 50 ହାତ ଉଚ୍ଚ ଏକ ଫାଶୀ କାଠ ପ୍ରସ୍ତୁତ କରାଯାଉ। ପୁଣି ମର୍ଦ୍ଦକ୍ୟକୁ ତହିଁରେ ଫାଶୀ ଦେବା ପାଇଁ କାଲି ପ୍ରାତଃକାଳରେ ତାହା ରାଜାଙ୍କୁ କୁହ। ତହିଁ ତାର ତୁଷ୍ଟ ହୋଇ ରାଜାଙ୍କ ସହିତ ଭୋଜକୁ ଯାଅ। ଏହି କଥାରେ ହାମାନ ସନ୍ତୁଷ୍ଟ ହୋଇ ସେହି ସବୁ ଫାଶୀ କାଠ ପ୍ରସ୍ତୁତ କରାଗଲା। ସେଥିପାଇଁ ବର୍ତ୍ତମାନ ରାଜାଙ୍କ ସହିତ ଭୋଜିକୁ ଗଲା, ଫାଶୀ କାଠ ତିଆରି କରିବା ପାଇଁ କହିଲା, ଫାଶୀ କାଠ ତିଆରି କରିକି ଫାଶୀ କାଠ ନେଇକି ଯାଇଛି। ହାମାନଙ୍କ ପ୍ରଭୃତିରେ ମର୍ଦ୍ଦକ୍ୟ ପ୍ରଭୃତିରେ ଫାଶୀ ଦେବି ବୋଲି। ସେ ସମୟରେ କଣ ହେଲା ଜାଣିଛନ୍ତି? ସେତେବେଳେ ଏ ଉଁ, ଏ ରାଣୀର କଥା ଯେତେବେଳେ କଣ ରାଜା ଅକ୍ଷେଶ୍ୱର ପ୍ରକୃତିରେ ଶୁଣିଲେ ଏଷ୍ଟରର କଥା, ରାଜା ନେଇକି ସେ ଶୋଇ ପାରିଲେ ନାହିଁ ଲେଖା ହେଇଛି। କାହିଁକି? ସବୁ ପ୍ରଭୃତିରେ ରାଣୀ ସେମାନଙ୍କୁ ରାଜାଙ୍କ ପ୍ରଭୃତିରେ ଜଣେଇଲା କି ଜିହୁଦୀ ମାନଙ୍କୁ ମାରିବା ପାଇଁ କେମିତି ହାମାନ ପ୍ରଭୃତିରେ ଷଡ଼ଯନ୍ତ୍ର କରି ଅଛନ୍ତି। ସେ ସମୟରେ 6 ପର୍ବ ଯେତେବେଳେ ଆସିଲା, ରାଜା ନାଇକି ପ୍ରଭୃତି ରାତିରେ ଶୋଇ ପାରିଲେ ନାହିଁ ଲେଖା ହେଇଛି। ତ କଣ କହିଲେ ସେ? ସେ ରାତିରେ ରାଜା ପାରିଲା ନାହିଁ। ତେଣୁ ସେ ସ୍ମରଣୀୟ ଇତିହାସ ପୁସ୍ତକ ଆଣିବାକୁ ଆଜ୍ଞା ଦେଲେ। ପୁଣି ତାହା ରାଜା ସାକ୍ଷାତରେ ପାଠ କରାଗଲା। ତହିଁରେ ସେହି ଲିଖିତ କଥା ଦେଖାଗଲା। ରାଜାର ନପୁଂସକ ବିଗଥନ ଓ ତେରସ ନାମକ 2 ଜଣ ଦ୍ୱାରପାଳକ ଅକ୍ଷେଶ୍ୱର ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରୁଥିବାରୁ ମର୍ଦ୍ଦକ୍ୟ ତହିଁର ସମ୍ବାଦ ଦେଇଥିଲେ। ତ ଏଇଟା ନେଇକି ରାଜା ପ୍ରକୃତିରେ ଶୁଣିବାକୁ ପାଇଲେ କି ଏ ବେଗଥନ ଓ ଥେରସ ଏମାନେ ରାଜାଙ୍କୁ ଦିନେ ପ୍ରକୃତିରେ ଷଡ଼ଯନ୍ତ୍ର କରିକି ମାରିବା ପାଇଁ ଚାହୁଁଛନ୍ତି। ଏମାନେ ହଉଛନ୍ତି ଦ୍ୱାରପାଳ ଥିଲେ, ମାନେ ସିକ୍ୟୁରିଟି ଗାର୍ଡ ଥିଲେ ଏମାନେ। ତ ଆ, ଏମାନେ ମାରିବା ପାଇଁ ଚାହୁଁଥିଲେ। ମାନେ କାହିଁକି ମାରିବା ପାଇଁ ଚାହୁଁଥିଲେ? ସବୁ ଏଇଟା ହଉଛି ହାମାନର ଷଡ଼ଯନ୍ତ୍ର ଥିଲା। ସେଥିପାଇଁ ହାମାନ ରାଜାଙ୍କୁ ମାରିକି ନିଜେ ରାଜପ୍ରସାଦରେ ବଞ୍ଚିବା ପାଇଁ ଚାହୁଁଥିଲେ। ଏଇଟା ମର୍ଦ୍ଦକ୍ୟ ଭଲସେ ଦେଖିଛନ୍ତି ନିଜ ଆଖିରେ। ସେଥିପାଇଁ ସେ ସମୟ ଠାରୁ ଏ ମର୍ଦ୍ଦକ୍ୟ ନେଇକି ହାମାନଙ୍କୁ କେବେ ସମ୍ମାନ ଦେଇନାହାନ୍ତି, କି ମାନି ନାହାନ୍ତି, କି ପ୍ରଣାମ କରିନାହାନ୍ତି। ସେଥିପାଇଁ ଏ ବିଷୟ ଯେତେବେଳେ ରାଣୀ ଯେତେବେଳେ ଡାକିଲା, ସବୁ ବିଷୟ ଖୁଆଇଲା ପିଆଇଲା, ଶେଷରେ ଜିହୁଦୀ ମାନଙ୍କ ପାଇଁ ପ୍ରଭୃତିରେ ନିବେଦନ ମାଗିଲା କି ଆମର ଜିହୁଦୀ ମୋ କତିରେ ମରୁଛନ୍ତି, ମରିଯିବେ, ରାଜା କିଛି ଗୋଟେ ବିଷୟ କରନ୍ତୁ କହିଲାକୁ ରାଜା ପ୍ରଭୃତିରେ କଣ ଉତ୍ତର ଦେବେ କିଛି ଜାଣିନାହାନ୍ତି। କିନ୍ତୁ ରାତିରେ ନାଇକି ଏଷ୍ଟେର କଥା ଶୁଣିକି ରାଜା ଶୋଇପାରିଲେ ନା, ତାଙ୍କୁ ନିଦ ହେଲାନି। ସେ ସମୟରେ ତାଙ୍କର ଦାସମାନଙ୍କୁ ଡକେଇଲେ, ମୋ ସାକ୍ଷାତରେ ତୁମେ ଇତିହାସ ପୁସ୍ତକ ପଢ, କଣ ଲେଖା ହେଇଛି ଇତିହାସ ପୁସ୍ତକରେ। ସେ ସମୟରେ ଏ
କଣ ବିଗଥନ ଆଉ ତେରସ ବିଷୟରେ ପ୍ରଭୁତରେ ପାଇଲେ। ଦିନେ ମାନେ ରାଜାଙ୍କ ପ୍ରଭୁତରେ ମାରିବା ପାଇଁ ଚେଷ୍ଟା କରୁଥିଲେ। ସେଟା ମର୍ଦ୍ଦକି ପ୍ରଭୁତରେ ସେମାନଙ୍କର ଷଡ଼ଯନ୍ତ୍ର ଦେଖିକି ମର୍ଦ୍ଦକ୍ଷ ନାଇକି ରାଜାଙ୍କୁ ପହଞ୍ଚେଇଛନ୍ତି। ସେ ସମୟରେ କଣ ହେଲା ଜାଣିଛନ୍ତି? ତିନି ପଦ ଦେଖିଲେ, ଏଣୁ ରାଜା ପଚାରିଲେ, ଏଥିପାଇଁ ମର୍ଦ୍ଦକ୍ୟକୁ କି ପ୍ରକାର ସମ୍ମାନ ଉଚ୍ଚ ପଦ ଦିଆଯାଇଅଛି? ରାଜାର ସେବାକାରୀ ଦାସମାନେ କହିଲେ, ତାହା ପାଇଁ କିଛି କରାଯାଇନାହିଁ। ସେ ତହୁଁ ରାଜା ପଚାରିଲା, ପ୍ରାଙ୍ଗଣରେ କିଏ ଅଛି? ଏହି ସମୟରେ ହାମାନ ଆପଣା ପ୍ରସ୍ତୁତ ପାଶି କାଠରେ ମର୍ଦ୍ଦକ୍ୟଙ୍କୁ ଫାଶୀ ଦେବା ପାଇଁ ରାଜାଙ୍କୁ କହିବା ନିମନ୍ତେ ରାଜଗୃହରେ ବାହାର ପ୍ରାଙ୍ଗଣରେ ଆସିଥିଲା। ତେଣୁ ରାଜା ଦାସମାନଙ୍କୁ ତାହାଙ୍କୁ କହିଲେ, ଦେଖନ୍ତୁ ହାମାନ ପ୍ରାଙ୍ଗଣରେ ଠିଆ ହୋଇଅଛି। ତେବେ ରାଜା କହିଲା, ସେ ଭିତରକୁ ଆସ। ତହିଁରେ ହାମାନ ଭିତରକୁ ଆସନ୍ତେ ରାଜା ତାହାକୁ କହିଲା, ରାଜା ଯାହା ରାଜା ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପ୍ରତି କଣ କରାଯିବ? ହାମାନ ମନେ ମନେ ଭାବିଲା, ରାଜା ମୋ ବିନା କାହାକୁ ସମ୍ମାନ କରିବାକୁ ବାଧ୍ୟ ଅଧିକ ତୁଷ୍ଟ ହେବେ। ଏଣୁ ହାମାନ ରାଜାଙ୍କୁ ଉତ୍ତର ଦେଲା, ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ପାଇଁ ମହାରାଜାଙ୍କ ବିଷୟରେ ରାଜକୀୟ ବସ୍ତ୍ର, ମହାରାଜାଙ୍କ ଆରୋହ ଆରୋହଣର ରାଜମୁକୁଟରେ ଭୂଷିତ ଅଶ୍ବ ଅଣାଯାଉ। ଆଉ ସେହି ଆଉ ସେହି ବସ୍ତ୍ର ଓ ଅଶ୍ବ ମହାରାଜାଙ୍କର ଏକ ପ୍ରଧାନ ଅଧିପତିର ହସ୍ତରେ ଦିଆଯାଉ। ପୁଣି ମହାରାଜ ଯାହାକୁ ସମ୍ମାନ କରିବାକୁ ତୁଷ୍ଟ ହୁଅନ୍ତି, ତାହା ସେମାନେ ସେହି ରାଜା ବସ୍ତ୍ର ପିନ୍ଧାନ୍ତୁ ଓ ସେହି ଅଶ୍ବରେ ହାର ଆରୋହଣର କରାଇ ନଗର ଦାଣ୍ଡରେ ତାହାର ଆଗେ ଆଗେ ଏହା ଘୋଷଣା କରନ୍ତୁ, ମହାରାଜ ମହାରାଜ ଯାହାର ସମ୍ମାନରେ ସନ୍ତୁଷ୍ଟ ହୁଅନ୍ତି, ତାହା ପ୍ରତି ଏହି ରୂପେ କରାଯାଉ। ଏଥିରେ ରାଜା ହାମାନ କହିଲା, ତୁମେ ଏହା ଶୀଘ୍ର କର। ଯେପରି କହିଲି ସେପରି ସେହି ବସ୍ତ୍ର ଓ ସେହି ଅଶ୍ବ ଘିନି ରାଜଦ୍ୱାରରେ ଉପବିଷ୍ଟ ଜିହୁଦୀୟ ମର୍ଦ୍ଦକ୍ୟ ପ୍ରତି କର। ତୁମେ ଯେ ସକଳ କଥା କହିଅଛ, ତୁମେ କିଛି ହିଁ ଉଣା ନ କର। ବର୍ତ୍ତମାନ ରାଜା କଣ କହିଲେ? ତୁମେ ଯାହା ଯାହା ପ୍ରଭୁତରେ କହିଲ, ତୁମେ ଯାଅ, ସେ ମର୍ଦ୍ଦକ୍ୟ ପ୍ରତି ସେ ପ୍ରକାର କର। ତେ ହାମାନ ବର୍ତ୍ତମାନ କେମିତି ହେଇଥିବ? ହାମାନର ହୃଦୟ କୋଉ ପ୍ରକାର ଥିବ ବର୍ତ୍ତମାନ? ସତରେ ହାମାନ ପ୍ରଭୁତରେ ଏଇଟା ବୁଝିପାରିଥିବ କି? କେବେ ବି ନାହିଁ। ସେ ବହୁତ ସୌକ ହେଲା, ରେ ଏଇଟା କେମିତି ପ୍ରଭୁତରେ ହେଲା? ଏ ମର୍ଦ୍ଦକ୍ୟ ତ ମୋ କଥା ଶୁଣୁନାହିଁ। ସେ ମାନେ କପଡ଼ା ମାନେ ଅଖା ପିନ୍ଧିକି ଭସ୍ମ ଲେପନ କରିକି ସଦାବେଳେ ସେ ରାଜାଙ୍କର ଦ୍ୱାର ମୁହଁରେ ଖାଲି ଛିଡ଼ା ହେଇକି ଅଛି। ଏ ପ୍ରକାର ନୀଚ ଲୋକ, ଜିହୁଦୀ ଲୋକକୁ ରାଜା ଏତେ ସମ୍ମାନ ଦେବା ଦରକାର? ରାଜା ପ୍ରଭୁତି ହାମାନ ବିରକ୍ତ ହଉଛି। କିନ୍ତୁ ଜାଣିଛନ୍ତି, ପରବର୍ତ୍ତୀ ସମୟରେ ଯୋଉ ହାମାନ ପ୍ରଭୁତିରେ ମର୍ଦ୍ଦକ୍ୟକୁ ମାରିବା ପାଇଁ ଯୋଉ ଫାଶୀ କାଠ ତିଆରି କରିଥିଲା 50 ହାତର, ସେ କାଠ ଧରେ ଦିନେ ପ୍ରଭୁତିରେ ହାମାନ ନିଜେ ପ୍ରଭୁତିରେ ଚଢୁଛି। ସେଥିପାଇଁ ଆମ ଜୀବନରେ ଯେତେବେଳେ ଆମେ ବଞ୍ଚୁଛୁ, ସତରେ ଶୈତାନ ଏ ପ୍ରକାର ଭାବରେ ହାମାନ ପରି ଆମ ଲାଇଫରେ କାମ କରୁଅଛି। ଯେତେବେଳେ ଶୈତାନ କାମ କରୁଛି, ଯେତେବେଳେ ଲୋକଙ୍କ ଜୀବନରେ ଶୈତାନ କାମ କରେ, ଲୋକମାନେ ଜାଣିପାରିବେନି ନିଜର ମୃତ୍ୟୁକୁ ଆଡ଼ ପ୍ରଭୁତିରେ ଗତି କରେ। ଭାଇ ଭଉଣୀମାନେ, ଯେତେବେଳେ ଆମେ ବାକ୍ୟକୁ ଶୁଣୁଛୁ, ଏ ବାକ୍ୟ ହେଉଛି ବହୁତ ପ୍ରସିଦ୍ଧ ବାକ୍ୟ। ଏ ବାକ୍ୟ ହେଉଛି ବେଶୀ ଇଣ୍ଟରେଷ୍ଟିଂ ବାକ୍ୟ। ସେଥିପାଇଁ ପରମେଶ୍ୱର ଆମମାନଙ୍କୁ ଏ ପ୍ରକାର ଭାବରେ ଉଦ୍ଧାର କରିଅଛନ୍ତି। ଏ ପ୍ରକାର ଭାବରେ ଆମମାନେ ଅନୁଗ୍ରହ ପ୍ରକୃତିରେ ପାଇକି ବର୍ତ୍ତମାନ ଆତ୍ମିକ ଜୀବନ ବଞ୍ଚୁଅଛୁ। କିନ୍ତୁ ବେଳେବେଳେ ଆମମାନଙ୍କ ହୃଦୟ ଯେତେବେଳେ ଉଚ୍ଚା ହେଇଯାଏ, ଆମେ ଶୁଣି ନଥାଉ, ଆମେ ଗ୍ରହଣ କରିନଥାଉ। ଏଷ୍ଟର ପରି ଚର୍ଚ୍ଚ ଭିତରେ ଥାଇକି ଆଉ ପରମେଶ୍ୱରଙ୍କ ଠାରୁ ଅନୁଗ୍ରହ ପ୍ରକୃତିରେ ପାଇକି ହେଲେ ମଧ୍ୟ ଆମର ହୃଦୟ ଏ ପ୍ରକାର ଭାବରେ ଉଚ୍ଚାକ ପ୍ରକୃତିରେ ପଳେଇ ଯାଇଥାଏ। କିନ୍ତୁ ପରମେଶ୍ୱର ଭଲ ସେ ଜାଣନ୍ତି ଆମମାନଙ୍କ ହୃଦୟ କେମିତି ନମ୍ର ହବ, ଆମେ କେମିତି କଲେ ଆମେ ପ୍ରକୃତିରେ ନମ୍ର ଜାଗାକୁ ପ୍ରକୃତିରେ ଯିବୁ। ପରମେଶ୍ୱର ଭଲ ସେ ତାହା ଜାଣନ୍ତି। ଭାଇ ଭଉଣୀମାନେ, ଯେତେବେଳେ ଆପଣମାନେ ବଞ୍ଚୁ ଅଛନ୍ତି, ସତରେ ନିଜର ଜୀବନରେ ପ୍ରକୃତିରେ ଯେତେବେଳେ ଦେଖିବେ ଏ ପ୍ରକାର ବିଷୟ ହୃଦୟରେ ପ୍ରକୃତିରେ ଅଛି, ସେଥିପାଇଁ ଅଧିକ କୋଉଟା ଝଡ଼ ପ୍ରକୃତିରେ ଆସୁଛି, କୋଉ ପ୍ରକାର ବିଷୟ ଆମ ଜୀବନରେ ପ୍ରକୃତିରେ ଆସୁଛି। ଏ ହାମାନ ପରି ଅନେକ ଗୁଡ଼ିଏ ପ୍ରକୃତିରେ ନିଜକୁ ଉଚ୍ଚ ସ୍ଥାନରେ ରଖିବା ବିଷୟ ପ୍ରକୃତିରେ ଆମମାନଙ୍କ ଜୀବନରେ ଆସୁଅଛି। କିନ୍ତୁ ତାହା ଆମକୁ ଦିନେ ପ୍ରକୃତିରେ ଗୋଟେ ସେ ଜାଗାକୁ ନେଇକି ଯିବ, ଯୋଉ ଜାଗାକୁ ଆମେ କେବେ ଚିନ୍ତା କରିନୁ। ମୁଁ ଆଶା କରି ଆପଣମାନେ ଏ ପ୍ରକାର ଅନୁଗ୍ରହ ଦେବା ପାଇକି ପ୍ରକୃତିରେ ବଞ୍ଚିବେ। ଆଜି ମୁଁ ଏତିକି କହିବି। ସମସ୍ତଙ୍କୁ ବେଶୀ ଧନ୍ୟବାଦ।